ସାହିତ୍ୟ ଶିକ୍ଷା ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମୋର ସ୍ୱାଗତ। ପିଲାମାନେ, ଆଜି ଆମେ ଆଲୋଚନା କରିବା ଆମର ଯୁକ୍ତ 2 ଦ୍ୱିତୀୟ ବର୍ଷର MIL ଓଡ଼ିଆ ସାହିତ୍ୟ ଜ୍ୟୋତି ପୁସ୍ତକର ବ୍ୟାକରଣ ବିଭାଗର ରୂଢ଼ି ବିଷୟରେ। ରୂଢ଼ି କାହାକୁ କୁହାଯାଏ, ରୂଢ଼ିର ପ୍ରୟୋଗ କେମିତି ବାକ୍ୟରେ ପ୍ରୟୋଗ କରାଯାଏ, ରୂଢ଼ି କାହିଁକି ପ୍ରୟୋଗ କରାଯାଏ ଏବଂ ରୂଢ଼ିର ପ୍ରକାରଭେଦ, ଏସବୁ ବିଷୟରେ ପିଲେ ଆଜି ଆମେ ଆଲୋଚନା କରିବା। ତେବେ ପିଲେ ପ୍ରଥମେ ଆମେ ଦେଖିବା ଯେ ରୂଢ଼ି କାହାକୁ କୁହାଯାଏ। ରୂଢ଼ି ହେଉଛି ଲୋକ ସାହିତ୍ୟର ଅନ୍ତର୍ଭୁକ୍ତ ପିଲେ। ଏହା ହଜାର ହଜାର ବର୍ଷ ଧରିକି ବହୁ ପ୍ରାଚୀନ କାଳରୁ ରୂଢ଼ି ଆମ କଥାବାର୍ତ୍ତାରେ ଆମର ଭାଷାରେ ବ୍ୟବହୃତ ହୋଇ ଆସୁଛି। ଆମେମାନେ ସମସ୍ତେ ଜାଣରେ ଏବଂ ଅଜାଣତରେ, ଜାଣିବାରେ ଏବଂ ଅଜାଣତରେ ଆମେମାନେ ସମସ୍ତେ ସବୁବେଳେ ରୂଢ଼ି ପ୍ରୟୋଗ କରୁଛେ, କିନ୍ତୁ ଆମେ ଜାଣିପାରୁନେ ଯେ ଆମେ ରୂଢ଼ି ମାଧ୍ୟମରେ କହୁଛେ ବୋଲି। ଯେମିତି ଚୋର ମୁହଁ ଟାଣ, ଅନ୍ଧ ଦେଶେ ଗଲେ ଦର୍ପଣ ବିକି, ଏସବୁ ରୂଢ଼ିର ଆମେ ସବୁବେଳେ କଥାବାର୍ତ୍ତା ହେଲା ବେଳେ ଆମେ ପ୍ରୟୋଗ କରୁଛେ। ତେଣୁ ଏ ରୂଢ଼ି ପିଲେ ହଜାର ହଜାର ବର୍ଷ ଧରିକି ଆମ ଭାଷାରେ ଆମ କଥାରେ ବ୍ୟବହୃତ ହୋଇ ଆସୁଛି। କିନ୍ତୁ ଏ ରୂଢ଼ି କ'ଣ, କାହାକୁ ରୂଢ଼ି ବୋଲି କୁହାଯାଏ? ନା ଯେଉଁ ପଦ ନିଜର ଅଭିଧାନିକ ଅର୍ଥକୁ ନ ବୁଝେଇକିରି, ଗୋଟିଏ ପଦ ତା ନିଜ ଅର୍ଥକୁ ସେ ବୁଝାଉନଥିବ, ଏଇଟା ଅନ୍ୟ ପ୍ରୟୋଜନୀୟ ଅର୍ଥରେ ବ୍ୟବହୃତ ହେଉଥିବ। ଆମର ଆବଶ୍ୟକତା ଅନୁସାରେ ଆମେ ସେ ଅର୍ଥକୁ ବ୍ୟବହାର କରୁଥିବା, ସେ ପଦଟାକୁ ସେ ଅନ୍ୟ ଅର୍ଥରେ ବ୍ୟବହାର କରୁଥିବା, ତାକୁ ରୂଢ଼ି ବୋଲି କୁହାଯାଏ। ଯେଉଁ ପଦ ନିଜର ଅଭିଧାନିକ ଅର୍ଥକୁ ନ ବୁଝେଇକିରି ପ୍ରୟୋଜନୀୟ ଅର୍ଥରେ ବାକ୍ୟରେ ବ୍ୟବହୃତ ହୁଏ, ତାକୁ ରୂଢ଼ି ବୋଲି ପିଲେ କୁହାଯାଏ। ବୁଝିଗଲା? ପଦ ଗୁଡ଼ିକ ନିଜ ଅର୍ଥକୁ ବୁଝାଉନଥିବେ, କିନ୍ତୁ ସେମାନେ କ'ଣ କରୁଥିବେ ନା ବାକ୍ୟରେ ଅନ୍ୟର ଅର୍ଥକୁ ବୁଝାଉଥିବେ। ପଦ ଗୁଡ଼ିକ ଯେତେବେଳେ ବାକ୍ୟରେ ବ୍ୟବହୃତ ହେଉଥିବେ, ରୂଢ଼ି ଗୁଡ଼ିକ ସେଗୁଟେ ଅନ୍ୟ ଅର୍ଥକୁ ବୁଝାଉଥିବେ, ତାକୁ ରୂଢ଼ି ବୋଲି କୁହାଯାଏ। ଗଲା? ଏବେ ଦେଖିବା ଯେ ରୂଢ଼ିର କାହିଁକି ପ୍ରୟୋଗ କରାଯାଏ, କାହିଁକି ରୂଢ଼ି ଆମେ ପ୍ରୟୋଗ କରୁ? ନା ନିଜର ମନର ଭାବକୁ ପ୍ରକାଶ କରିବା ପାଇଁ। ଆମେ ଆମର ମନର ଭାବକୁ ପ୍ରକାଶ କରିବା ପାଇଁକା ଆମେ କ'ଣ କରୁ ନା ରୂଢ଼ିର ପ୍ରୟୋଗ କରୁ। କାହିଁ ପ୍ରୟୋଗ କରୁ? ନା ମନର ଭାବକୁ ସରସ, ସୁନ୍ଦର ଏବଂ ପ୍ରଭାବଶାଳୀ କରିବା ପାଇଁ। ମଣିଷ ନିଜ ମନର ଭାବକୁ ସରସ, ସୁନ୍ଦର ଏବଂ ପ୍ରଭାବଶାଳୀ କରିବା ପାଇଁକା ରୂଢ଼ିର ପ୍ରୟୋଗ କରିଥାଏ। ଯେମିତି ଏହା ଗୋଟିଏ ଲୋକ ଗୋଟେ ରୂଢ଼ି ପ୍ରୟୋଗ କରି କହୁଛି ଅନ୍ୟ ଜଣକୁ, ଯେମିତି ଏହା ଗୋଟେ ଲୋକ ଉପରେ ପ୍ରଭାବ ପକାଉଥିବ ଏବଂ ବାକ୍ୟଟି ଅତ୍ୟନ୍ତ ସୁନ୍ଦର ଲାଗୁଥିବ, ସରସ ଦେଖାଯାଉଥିବ। ତେଣୁ ନିଜ ମନର ଭାବକୁ ଆମେ କ'ଣ ନା ସୁନ୍ଦର ଭାବରେ ପ୍ରଭାବ ପକାଇଲା ଭଳିଆ ବ୍ୟବହାର କରିବା ପାଇଁକା ଆମେ ରୂଢ଼ିର ପ୍ରୟୋଗ କରୁ। ବୁଝିଲା ପିଲେ? ତାହେଲେ ଯେଉଁ ପଦ ଗୁଡ଼ିକ ବାକ୍ୟରେ ନିଜର ଅଭିଧାନିକ ଅର୍ଥକୁ ନ ବୁଝେଇକିରି ଅନ୍ୟ ପ୍ରୟୋଜନୀୟ ଅର୍ଥରେ ବ୍ୟବହୃତ ହୁଏ, ତାକୁ ରୂଢ଼ି ବୋଲି କୁହାଯାଏ। ଏବଂ ଏ ରୂଢ଼ି ଦ୍ୱାରା ମନର ଭାବକୁ ସରସ, ସୁନ୍ଦର ଏବଂ ପ୍ରଭାବଶାଳୀ କରିବା ପାଇଁ ରୂଢ଼ି ପ୍ରୟୋଗ କରାଯାଏ। ଗଲା? ଦୁଇଟା ବୁଝିଗଲା ରୂଢ଼ି କାହାକୁ କହନ୍ତି, ରୂଢ଼ିର ପ୍ରୟୋଗ କାହିଁକି କରାଯାଏ। ଏବେ ଆମେ ପିଲା ଦେଖିବା କ'ଣ ନା ରୂଢ଼ି ପ୍ରତ୍ୟେକ ଭାଷାର ବିଶେଷ ଉକ୍ତି, ଯାହା ସାଧାରଣ ଲୋକଙ୍କର ତୁଣ୍ଡରେ ଯୁଗ ଯୁଗ ଧରି ବ୍ୟବହୃତ ହୋଇ ଆସୁଛି। ଯେମିତି କହୁଥିଲି ମୁଁ ଯେ ହଜାର ହଜାର ବର୍ଷ ଧରି ରୂଢ଼ି ପ୍ରୟୋଗ ଚାଲି ଆସିଛି। କେମିତି ଆସିଛି ନା ଯେତେବେଳେ ଆମ ସାହିତ୍ୟ ଲିଖିତ ଅବସ୍ଥା ନଥିଲା, କେବଳ ତୁଣ୍ଡରେ କଥାରେ ଚାଲିଥିଲା, ମୁଖରୁ ମୁଖ ଦେଇ ଗତି କରୁଥିଲା। ତେଣୁ ରୂଢ଼ି କ'ଣ କରୁଛି ନା ପ୍ରାଚୀନ ସମୟରୁ ହଜାର ହଜାର ବର୍ଷ ପୂର୍ବରୁ ଲୋକମାନଙ୍କ ମୁଖରେ ଏହା ଚାଲି ଆସିଛି। ତେଣୁ ଏଇ ରୂଢ଼ି କ'ଣ କରେ ନା ପ୍ରତ୍ୟେକ ଭାଷାର ମୌଳିକ ସମ୍ପଦ। ଯେତେ ଭାଷା ଅଛି, ରୂଢ଼ି ହେଉଛି ଭାଷାର ଗୋଟେ ମୌଳିକ ସମ୍ପଦ। ନିଜେ ନିଜେ ସୃଷ୍ଟି ହେଇଛି ରୂଢ଼ି। ଏହା କାହାଠୁ ଦେଖିକିରି ରୂଢ଼ିର ପ୍ରୟୋଗ କରାଯାଏ ନାହିଁ। ରୂଢ଼ି ପ୍ରତ୍ୟେକ ଭାଷାର ନିଜସ୍ୱ ସୃଷ୍ଟି ହେଲା। ତେଣୁ ଏହା ଭାଷାକୁ ସମୃଦ୍ଧ ଏବଂ ଗୌରବମୟ କରିଥାଏ। ଏଇ ଯେଉଁ ରୂଢ଼ି ପିଲେ, ଏଇ ରୂଢ଼ି ଗୋଟିଏ ଭାଷାର, ଧରାଯାଉ ଆମ ଓଡ଼ିଆ ଭାଷା, ରୂଢ଼ି ଆମ ଓଡ଼ିଆ ଭାଷାର କ'ଣ କରେ ନା ଗୌରବକୁ ମଣ୍ଡିତ କରିଥାଏ, ଭାଷାକୁ ସମୃଦ୍ଧ କରିଥାଏ। କିଏ ସେ? ନା ରୂଢ଼ି। ତେବେ ଏବେ ଆମେ ଦେଖିବା ରୂଢ଼ି ପୁଣି କେତେ ଭାଗରେ ବିଭକ୍ତ। ରୂଢ଼ିର ବିଭାଗୀକରଣ ଅଛି। କେତେ ଭାଗରେ ବିଭକ୍ତ ରୂଢ଼ି? ନା ରୂଢ଼ି ହେଉଛି 3 ଭାଗରେ ବିଭକ୍ତ, ବା ରୂଢ଼ି 3 ପ୍ରକାରର, ବା ରୂଢ଼ିକୁ 3ଟି ଶ୍ରେଣୀରେ ବିଭକ୍ତ କରାଯାଇଛି ହେଲା। ତେଣୁ ଗଠନଗତ ସ୍ୱତନ୍ତ୍ର ଆଧାରରେ ଯେତେବେଳେ ରୂଢ଼ି ଗଠନ ହେଉଛି, ସେ ରୂଢ଼ି ଗଠନର ଆଧାରକୁ ନେଇକରି ରୂଢ଼ିକୁ 3 ଭାଗରେ ବିଭକ୍ତ କରାଯାଇଛି। କ'ଣ କ'ଣ
ନା କ୍ରିୟାଯୁକ୍ତ ରୂଢ଼ି, କ୍ରିୟାହୀନ ରୂଢ଼ି, ଆଉ ଗୋଟେ ହେଲା ତୁଳନାମକ ବା ଉପମାଯୁକ୍ତ ରୂଢ଼ି। ତାହେଲେ କ୍ରିୟାଯୁକ୍ତ ରୂଢ଼ି କ'ଣ? କ୍ରିୟା କହିଲେ କ'ଣ? ଆମେ ସମସ୍ତେ ପଢ଼ିଛେ ପୂର୍ବରୁ ଦଶମ ଶ୍ରେଣୀରେ। କ୍ରିୟା କ'ଣ? ନା ବାକ୍ୟରେ ଯେଉଁ ପଦ କୌଣସି କାର୍ଯ୍ୟ ସୂଚିତ କରୁଥିବାର ସୂଚନା ଦେଇଥାଏ ବା ଯେଉଁ ପଦ ଦ୍ୱାରା ବାକ୍ୟର କାର୍ଯ୍ୟ ସମ୍ପନ୍ନ ହେଉଥିବାର ଜଣାପଡ଼ିଥାଏ ତାକୁ କ୍ରିୟା ବୋଲି କୁହାଯାଏ। ସେମିତି ଯେଉଁ ରୂଢ଼ିରେ କୌଣସି କ୍ରିୟା ଥିବାର ଜଣାପଡ଼େ ବା କାର୍ଯ୍ୟ ସମ୍ପାଦନ ହେଉଥିବାର ଜଣାପଡ଼େ ତାକୁ କ୍ରିୟାଯୁକ୍ତ ରୂଢ଼ି ବୋଲି କୁହାଯାଏ। ଏବଂ ଯେଉଁ ରୂଢ଼ିରେ କ୍ରିୟା ନଥାଏ ତାକୁ କ୍ରିୟାହୀନ ରୂଢ଼ି ବୋଲି କୁହାଯାଏ। ତାପରେ ଆସିଲା ଉପମାମୂଳକ ବା ତୁଳନାମକ ରୂଢ଼ି। ତୁଳନାମକ ରୂଢ଼ି କହିଲେ କ'ଣ? ତୁଳନାମକ ରୂଢ଼ି କହିଲେ କ'ଣ? ନା ଦୁଇଟି ରୂଢ଼ି ମଧ୍ୟରେ ତୁଳନା କରାଯାଇଥାଏ, ଦୁଇଟି ପଦ ମଧ୍ୟରେ ତୁଳନା କରାଯାଇଥାଏ। ଗୋଟିଏ ପଦକୁ ଅନ୍ୟ ପଦ ସହିତ ତୁଳନା କରିକି ଯେଉଁ ରୂଢ଼ି ପ୍ରୟୋଗ କରାଯାଏ ତାକୁ ତୁଳନାମକ ରୂଢ଼ି ବୋଲି କୁହାଯାଏ। ହେଲା, କଇଁ ଫୁଲ ଭଳିଆ ମୁହଁ, ଏଠି ମୁହଁକୁ କଇଁ ଫୁଲ ସାଙ୍ଗରେ ତୁଳନା କରାଯାଇଛି। କଇଁ ଫୁଲ ପରି ମୁହଁ, ପଦ୍ମ ପରି ମୁହଁ, ବୁଝିଲା। ତେଣୁ ପ୍ରଥମେ ଆମେ ଦେଖିବା ଯେ କ୍ରିୟାଯୁକ୍ତ ରୂଢ଼ି କହିଲେ ପିଲାମାନେ କ'ଣ? କ୍ରିୟାଯୁକ୍ତ ରୂଢ଼ି ମୁଁ କହିଲି ଏବେ ଯେ ଯେଉଁ ରୂଢ଼ିରେ କ୍ରିୟା ଥାଏ ତାକୁ କ୍ରିୟାଯୁକ୍ତ ରୂଢ଼ି ବୋଲି କୁହାଯାଏ। ତାହେଲେ କ୍ରିୟାଯୁକ୍ତ ରୂଢ଼ି ଏଠି ଆମେ ଦେଖିବା ଯେ କ୍ରିୟାଯୁକ୍ତ ରୂଢ଼ି କାହାକୁ କୁହାଯାଏ। କୌଣସି ବାକ୍ୟାଂଶ ବା ପଦ ସଂହତିରେ କ୍ରିୟାପଦ ସଂଯୁକ୍ତ ଥାଇ ତାହା ସମ୍ପୂର୍ଣ୍ଣ ଭାବରେ ଏକ ନୂତନ ଲାକ୍ଷଣିକ ଅର୍ଥ ପ୍ରକାଶ କରୁଥିଲେ ତାହାକୁ କ୍ରିୟାଯୁକ୍ତ ରୂଢ଼ି ବୋଲି କୁହାଯାଏ। କ'ଣ ହୁଏ ନା କୌଣସି ବାକ୍ୟାଂଶ କହିଲେ କ'ଣ? ବାକ୍ୟର ଗୋଟିଏ ଅଂଶ, ଅଧା ଅଂଶ, ତାକୁ ଆମେ ବାକ୍ୟାଂଶ ବୋଲି କହୁ। ତେଣୁ କୌଣସି ବାକ୍ୟାଂଶ ବା ପଦ ସଂହତି କହିଲେ କେତେ ଗୁଡ଼ିଏ ପଦକୁ ନେଇକି ବାକ୍ୟର କେତେ ଗୁଡ଼ିଏ ପଦକୁ ନେଇ ଗୋଟେ ବାକ୍ୟ ଗଠିତ, କିନ୍ତୁ ସମ୍ପୂର୍ଣ୍ଣ ବାକ୍ୟକୁ ନୁହଁ, ସେ ବାକ୍ୟର କେତେ ଗୁଡ଼ିଏ ପଦକୁ ନେଇକି ବା କିଛି ଅଂଶକୁ ନେଇକିରି ବାକ୍ୟାଂଶ ବା ପଦ ସଂହତିରେ କ୍ରିୟାପଦ ଥାଇକିରି ହେଲା ଯେଉଁ ନୂତନ ଲାକ୍ଷଣିକ ଅର୍ଥ ପ୍ରକାଶ କରୁଥାଏ, ଯେଉଁ ନୂଆ ଅର୍ଥ ପ୍ରକାଶ କରୁଥାଏ ବାକ୍ୟର ଏକ ନିର୍ଦ୍ଦିଷ୍ଟ ଅଂଶ, କିଛି ଅଂଶ ବା ପଦ ସଂହତି ତା ଦେହରେ କ୍ରିୟାପଦ ଥିବ, ଏ କ୍ରିୟାପଦକୁ ମିଶିକି ସେଇଟା ଯେଉଁ ଅର୍ଥ ପ୍ରକାଶ କରୁଥିବ ତାକୁ କ୍ରିୟାଯୁକ୍ତ ରୂଢ଼ି ବୋଲି କୁହାଯାଏ। ବାକ୍ୟର ଏକ ଅଂଶ ବା ପଦ ସଂହତି କ୍ରିୟାଯୁକ୍ତ ଥାଇକି ଯେଉଁ ଅର୍ଥ ପ୍ରକାଶ କରେ ଲାକ୍ଷଣିକ ଅର୍ଥ ତାକୁ କ'ଣ କୁହାଯାଏ? ନା କ୍ରିୟାଯୁକ୍ତ ରୂଢ଼ି ବୋଲି କୁହାଯାଏ। ତାହେଲେ କ'ଣ କ'ଣ କ୍ରିୟାଯୁକ୍ତ ରୂଢ଼ି? ଉଦାହରଣ କ'ଣ? ଅକଷ ରଖିବା, ଅକଷ ରଖିବା କ୍ରିୟାଯୁକ୍ତ ରୂଢ଼ି। ଦେଖ ପିଲାଟି, ଅକଷ ରଖିବା, ରଖିବା କ'ଣ ନା ରଖୁଛି, ରଖିବା, ଖାଉଛି, ଖାଇବା, ଏସବୁ କ'ଣ କ୍ରିୟାପଦ? ରଖିବା ହେଉଛି କ୍ରିୟାପଦ। ତେଣୁ ଅକଷ ରଖିବା ମାନେ ଅର୍ଥ ହେଲା ରାଗ ରଖିବା। ଅକଷ ରଖିବାର ଅର୍ଥ ହେଲା କ'ଣ? ନା ରାଗ, ଏଇଠି ଦେଖ, ରାଗ ରଖିବା। ତେଣୁ ଏ ରୂଢ଼ିକୁ ଆମେ ପୁଣି ବାକ୍ୟରେ କେମିତି ପ୍ରୟୋଗ କରିବା? ଅକଷ ରଖିବାର ଅର୍ଥ ହେଲା ରାଗ ରଖିବା। ରାଗ ରଖିବା ତାର ଅର୍ଥ, ତେଣୁ ଆକୁ ବାକ୍ୟରେ କେମିତି ପ୍ରୟୋଗ କରିବା? ନା ଗୋବିନ୍ଦ ବାବୁଙ୍କ ଅନ୍ୟାୟ କାର୍ଯ୍ୟକଳାପକୁ ମୁଁ ବିରୋଧ କରୁଥିବାରୁ ସେ ମୋ ଉପରେ ଅକଷ ରଖିଛନ୍ତି। ଗୋବିନ୍ଦ ବାବୁଙ୍କ ଅନ୍ୟାୟ କାର୍ଯ୍ୟକଳାପକୁ ମୁଁ ବିରୋଧ କରିବାରୁ ସେ ମୋ ଉପରେ ଅକଷ ରଖିଛନ୍ତି, ମାନେ ସେ ମୋ ଉପରେ ରାଗ ରଖିଛନ୍ତି। ମୁଁ ନିଲୁର ପେନ୍ଟି ଭାଙ୍ଗି ଦେବାରୁ ସେ ମୋ ଉପରେ ରାଗ ରଖିଛି। ଆମେ ଏମିତି କହୁଛେ, କିନ୍ତୁ ରୂଢ଼ି ଦ୍ୱାରା କେମିତି କହିବା? ନା ମୁଁ ନିଲୁର ପେନ୍ଟି ଭାଙ୍ଗି ଦେବାରୁ ସେ ମୋ ଉପରେ ଅକଷ ରଖିଛି। ବୁଝିହେଉଛି? ଅକଷ ରଖିବା ରୂଢ଼ି, କ୍ରିୟାଯୁକ୍ତ ରୂଢ଼ି ଏଇଟା। ଏ ରୂଢ଼ିର ଅର୍ଥ ହେଲା କ'ଣ? ନା ରାଗ ରଖିବା। ତାହେଲେ ଦେଖିଲେ କେମିତି ବାକ୍ୟରେ ରୂଢ଼ିର ଅର୍ଥ କ'ଣ, ସେ ପୁଣି ବାକ୍ୟରେ କେମିତି ପ୍ରୟୋଗ ହୋଇଛି। ଏବେ ଦେଖିବା ଆଉ କ'ଣ? ଆଖି ପକାଇବା। ଏବେ ଦେଖ ପିଲେ, ତାପରେ ଆସିଲା ଆଖି ପକେଇବା। ଆଖି ପକେଇବା, ଆଖି ପକେଇବା ମାନେ କ'ଣ କରିବା? ମାନେ ଆଖି ପକେଇବା ମାନେ ଆଖିରେ ଦେଖିବା ନୁହେଁ, ଆଖିଟାକୁ ପକେଇଦେବା ତାପରେ କାଢ଼ିକି, ସେଇଟା ନୁହଁ। ଆଖି ପକେଇବାର ଅର୍ଥ ହେଲା ଲୋଭ କରିବା। ଆଖି ପକେଇବା ଅର୍ଥ ଲୋଭ କରିବା। ଭଗିଆ ସାରିଆଙ୍କ ଜମି ଖଣ୍ଡଙ୍କ ଉପରେ ରାମଚନ୍ଦ୍ର ମଙ୍ଗରାଜ ବହୁ ଦିନରୁ ଆଖି ପକେଇଥିଲେ। ତାହେଲେ ଆଖି ପକେଇବାର ଅର୍ଥ ହେଲା କ'ଣ? ଲୋଭ କରିବା। ଆଖି ପକେଇବା ହେଉଛି କ'ଣ? କ୍ରିୟାଯୁକ୍ତ ରୂଢ଼ି। କେଉଁ ରୂଢ଼ି? କ୍ରିୟାଯୁକ୍ତ। ପକେଇବା, ପକେଇଲା, କ୍ରିୟା ଅଛି, ଏଇଟା କ୍ରିୟାପଦ। ତେଣୁ କ୍ରିୟାଯୁକ୍ତ ରୂଢ଼ି। ଆଖି ପକେଇବାର ଅର୍ଥ ହେଲା ଲୋଭ କରିବା, ଆଖିକି ପକେଇବା ନୁହେଁ, ଲୋଭ କରିବା। ତେଣୁ ସାରିଆ ଭଗିଆ ଜମିକୁ ରାମଚନ୍ଦ୍ର ମଙ୍ଗରାଜ ନେଇଯିବାରୁ ସେ କ'ଣ କଲେ? ବା ରାମଚନ୍ଦ୍ର ମଙ୍ଗରାଜ ସାରିଆ ଭଗିଆଙ୍କର ଜମି ଉପରେ ଆଖି ପକେଇଛନ୍ତି। ସେ ଲୋକଟି
ମୋ ଗାଡ଼ି ଉପରେ ଆଖି ପକେଇଛି, ସେ ପିଲାଟି ମୋ ଖାଇବା ଉପରେ ଆଖି ପକଉଛି ହେଲା। ମୋ ମାଆ କହିଲେ ଯେ ମୋ ସାନ ଭାଇ ଉପରେ ଆମର ସାହି ଲୋକମାନେ ଆଖି ପକେଇ ଦେଇଛନ୍ତି। ତେଣୁ ଆଖି ପକେଇବା ମାନେ କ'ଣ? ଲୋଭ କରିବା। ବୁଝିଗଲା ପିଲେ? ତାପରେ ଆସିଲା କ'ଣ ନା ଆଖି ବୁଜିବା। ଆଖି ପକେଇବା ଗଲା, ତାପରେ ଆସିଲା ଆଖି ବୁଜିବା। ଆଖି ବୁଜିବା ମାନେ କ'ଣ? ଆଖି ବୁଜିବା ମାନେ କ'ଣ? ଆଖି ବନ୍ଦ କରିଦେବା? ନା, ଆଖି ବନ୍ଦ କରିଦେବା ନୁହେଁ। ଆଖି ବୁଜିବା ମାନେ ମୃତ୍ୟୁ ମୁଖରେ ପଡ଼ିବା, ମାନେ ମରିବା। ବୁଝିହେଲା? ଆମ ଗାଁର ପ୍ରଧାନ, ଆମ ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଖି ବୁଜିଦେଲେ, ମାନେ କ'ଣ? ଦେହ ତ୍ୟାଗ କଲେ ବା ମୃତ୍ୟୁବରଣ କଲେ। ତେଣୁ ଆଖି ବୁଜିବା ମାନେ ମୃତ୍ୟୁ ମୁଖରେ ପଡ଼ିବା। ତେଣୁ ଏଠି କ'ଣ ହେଇଛି ଦେଖୁଛ ପିଲାମାନେ? ଏସବୁ ହେଲା କ୍ରିୟାଯୁକ୍ତ ରୂଢ଼ି। କ୍ରିୟାପଦ ବୁଜିବା ହେଲା କ୍ରିୟାପଦ, କ୍ରିୟାଯୁକ୍ତ ରୂଢ଼ି। ଏବଂ ରୂଢ଼ି ଗୁଡ଼ିକ କ'ଣ? ଆଖି ବୁଜିବା କହିଲେ ନିଜର ଅର୍ଥ। ଆଖି ବୁଜିବା ମାନେ ଆଖିକି ବନ୍ଦ କରିବା। କିନ୍ତୁ ଏଠି ଆଖିକି ବନ୍ଦ କରିବା ନ ବୁଝେଇକିରି ସେ ବୁଝଉଛି କ'ଣ? ନା ମୃତ୍ୟୁ ମୁଖରେ ପଡ଼ିବା। ତେଣୁ ଏଇଟା କ'ଣ? ନା ନିଜ ଅର୍ଥକୁ ପରିତ୍ୟାଗ କରିଦେଇଛି, ଅନ୍ୟ ଅର୍ଥରେ ବ୍ୟବହୃତ ହେଉଛି। ତେଣୁ ବୁଝିପାରିଲ ରୂଢ଼ି କେମିତିଆ? ରାଜା ଦଶରଥ ରାମଚନ୍ଦ୍ରଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆଖି ବୁଜିଦେଲେ ହେଲା। ତେଣୁ ଏଇଟା ଆସିଲା କ'ଣ? ବାକ୍ୟରେ ପ୍ରୟୋଗ କରାଗଲା ରୂଢ଼ି। ତାପରେ ଆସିଲା ଆଖି ଲାଖିଯିବା। ଆଖି ଲାଖିଯିବା ମାନେ କ'ଣ କହିଲେ କ'ଣ ହବ? ଆଖି ଲାଖିଯିବା ମାନେ କ'ଣ? ଆମେ ଦେଖୁ ଦେଖୁ ଆଖି ଲାଖିଗଲା ଉପରେ ଆଉ ତଳକୁ ଖସିଲାନି? ନା 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 ନା। ଆଖି ଲାଖିଯିବା ମାନେ ସମ୍ମୋହିତ ହେବା, ସମ୍ମୋହିତ ହେଇଯିବା ହେଲା, ମୋହିତ ହେଇଯିବା ଜଣଙ୍କ ଉପରେ। ଆଖି ଲାଖିଯିବା। ଦଶହରା ମେଢ଼ର ରସୁଲଗଡ଼ରେ ଦଶହରାର ତୋରଣ ଦେଖିକିରି ମୋ ଆଖି ଲାଖିଗଲା। ଲାଖିଗଲା ମାନେ କ'ଣ? ମୋ ଆଖି ସେ ତୋରଣ ଦେଇ ଲାଖିଗଲା? ନା ନାଇଁ ନାଇଁ, ମୁଁ କ'ଣ କଲି? ସମ୍ମୋହିତ ହେଇଗଲି ତା ଦ୍ୱାରା। ମୋତେ ସେ ମୋହି ଦେଲା, ଆଖି ଲାଖିଗଲା ମୋର ତା ଦେହରେ। ସମ୍ମୋହିତ ହେବା। ମାଧବୀ ଦେଖିବାକୁ ଏତେ ସୁନ୍ଦରୀ ଯେ କୌଣସି ଲୋକର ଆଖି ଲାଖିଯିବ ହେଲା। ମାଧବୀ ଦେଖିବାକୁ ଏତେ ସୁନ୍ଦରୀ ଯେ କୌଣସି ଲୋକର ଆଖି ଲାଖିଯିବ। ତାପରେ ଆସିଲା କ'ଣ ନା ଆଖିରେ ପଡ଼ିବା। ଆଖିରେ ପଡ଼ିବା କହିଲେ କ'ଣ? ଆଖିରେ ପଡ଼ିବା କହିଲେ ଏଠି ତାର ନିଜ ଏଇ ଅର୍ଥ, ଯଦି ଆମେ କହିବା ଆଖିରେ ପଡ଼ିବା ଶବ୍ଦଟା, ରୂଢ଼ିଟା, ଏ ରୂଢ଼ିର ଅର୍ଥ ହେଉଛି କ'ଣ? ଆଖିରେ କ'ଣ ଗୋଟେ ପଡ଼ିବା। କିନ୍ତୁ ନା, ଏଠି ଅନ୍ୟ ଅର୍ଥରେ ବୁଝଉଛି। କେଉଁ ଅର୍ଥରେ? ନା, ନଜରରେ ପଡ଼ିବା। ଏ ଯେଉଁ ରୂଢ଼ିଟା, ଏ ରୂଢ଼ିର ଅର୍ଥ ହେଲା କ'ଣ? ନଜରରେ ପଡ଼ିବା। ଆଖିରେ ପଡ଼ିବା, ମୋ ନଜରରେ ପଡ଼ିବା। ଲୋକଟି ଚୋରି କରୁଥିଲା ବେଳେ ମୋ ଆଖିରେ ପଡ଼ିଗଲା। ଆଖିରେ ପଡ଼ିଗଲା ମାନେ ମୋ ନଜରରେ ପଡ଼ିଗଲା ହେଲା। ତେଣୁ ପାଚେରୀ ଡେଇଁ ଯାଉ ଯାଉ ଚୋରଟି ଲୋକଙ୍କ ଆଖିରେ ପଡ଼ିଗଲା। ଗଲା ରୂଢ଼ି କେମିତି ପ୍ରୟୋଗ ହେଉଛି ଦେଖ। ତାପରେ ଆସିଲା ଆଖିରେ ଧୂଳି ଦେବା। ଆଖିରେ ଧୂଳି ଦେବା ମାନେ ଠକି ଦେଇ ଚାଲିଯିବା। ଆଖିରେ ଧୂଳି ଦେବା ଅର୍ଥ ହେଲା ଠକି ଦେଇ ଚାଲିଯିବା। ତାହେଲେ ଆମ ସମସ୍ତଙ୍କ ଆଖିରେ ଧୂଳି ଦେଇ ଚାକର ଟୋକା ଘରୁ ସମସ୍ତ ସୁନା ଲୁଟି ନେଇଗଲା। ତାହେଲେ ଆମ ସମସ୍ତଙ୍କ ଆଖିରେ ଧୂଳି ଦେଇ ଦେଇକି ଚାକର ଟୋକା ଘରୁ ସବୁ ଟଙ୍କା ସୁନା ନେଇକି ପଳେଇଲା। ଦେଖିଲ କେମିତି ରୂଢ଼ି ପ୍ରୟୋଗ କରାଯାଇଛି ବାକ୍ୟରେ? ଆରାମସେ କରିପାରିବ ରୂଢ଼ିକି ବାକ୍ୟରେ ପ୍ରୟୋଗ କରିପାରିବ ତମେ ମଧ୍ୟ। ଆଖି ଖୁସି ହେଇଯିବା। ଆଖି ଖୁସି ହେଇଯିବା ମାନେ ଆଶ୍ଚର୍ଯ୍ୟ ହେବା, ଆଶ୍ଚର୍ଯ୍ୟ ହେବା। ଆଖି ଖୁସି ହେବା ମାନେ ଆଶ୍ଚର୍ଯ୍ୟ ହେବା। କୋଣାର୍କର ଶିଳ୍ପ କଳାକୁ ଦେଖିକିରି ଦର୍ଶକମାନଙ୍କର ଆଖି ଖୁସି ହେଇଗଲା। ତାପରେ ଆସିଲା କ'ଣ? ଆଖୁ କିଆରିରେ ପଶିବା। ଆଖୁ କିଆରିରେ ପଶିବା ମାନେ କ'ଣ? ଯେଉଁଠି ଆଖୁ ଚାଷ ହୋଇଛି ସେଇ କିଆରି ଭିତରେ ପଶିବା? ନା ନା ନା। ଆଖୁ କିଆରିରେ ପଶିବା ମାନେ ଆଶ୍ଚର୍ଯ୍ୟ ହେବା, ଲକ୍ଷ୍ୟ ସ୍ଥିର କରି ନପାରିବା। ଆଖୁ କିଆରିରେ ପଶିବା ମାନେ ଲକ୍ଷ୍ୟ ସ୍ଥିର କରି ନପାରିବା। କ'ଣ କରିବି, କ'ଣ କରିବି, ପାଠ ପଢ଼ିବି ନା ଖେଳିବି ନା ଚାକିରି କରିବି ନା ବିଜନେସ୍ କରିବି। ତେଣୁ କ'ଣ କରିବି ନ ସ୍ଥିର ନ କରିକି ଆଖୁ କିଆରିରେ ପଶିଲା ଭଳିଆ ହେବା ହେଲା। ଲକ୍ଷ୍ୟ ସ୍ଥିର ନ କରିପାରିବା, ଠିକ୍ ମାର୍ଗ ନ ଖୋଜି ପାଇବା, ଆକୁ କୁହାଯାଏ ଆଖୁ କିଆରିରେ ପଶିବା। ଗୋଟିଏ ଦିନରେ ଦୁଇଟା ନିଯୁକ୍ତି ପତ୍ର ଆସିଥିବାରୁ ବିଚରା ମଧୁ ଆଖୁ କିଆରିରେ ପଶିଯାଇଛି। ତେଣୁ ଗୋଟେ ଦିନେ ଦିଟା ଚାକିରି ମିଳିଲା ଗୋଟେ ଲୋକକୁ, ସେ ମଧୁକୁ, ସେ ବିଚରା କ'ଣ କରୁଛି ନା ଆଖୁ କିଆରିରେ ପଶିଯାଇଛି। ମାନେ କେଉଁ ଚାକିରି କରି ଜାଣିପାରୁନି। ତାପରେ ଆସିଲା ଆପଣା ସିଂହରେ ମାଟି ତାଡ଼ିବା। ଆପଣା ସିଂହରେ ମାଟି ତାଡ଼ିବା ମାନେ କ'ଣ? ନିଜ ମୁଣ୍ଡରେ ମାଟି ତାଡ଼ିବା? ନା ନା, ଆତ୍ମନିର୍ଭରଶୀଳ ହେବା। ଆପଣା ସିଂହରେ ମାଟି ତାଡ଼ିବା ମାନେ ନିଜେ ନିଜ ସେଲ୍ଫ ଡିପେଣ୍ଡ ହେବା, ଆମେ ଆତ୍ମନିର୍ଭରଶୀଳ ହେବା। ବୁଝିଲା? ଆପଣା ସିଂହରେ ମାଟି ତାଡ଼ି ପାରୁଥିବା ବ୍ୟକ୍ତି ହିଁ ଆଜିକାଲି ଦୁନିଆରେ ତିଷ୍ଠି ରହିବ। ଦେଖିଲେ କେମିତି ବାକ୍ୟରେ ପ୍ରୟୋଗ କରାଯାଇଛି। ତାପରେ ଆସିଲା ଆଳୁ ଖୁଳୁ ଖୁଳୁ ମହାଦେବ ବାହାରିବା। ଆଳୁ ଖୁଳୁ ଖୁଳୁ ମହାଦେବ ବାହାରିବା କ'ଣ? ନା ସାଧାରଣ କଥାରୁ ବିରାଟ କାଣ୍ଡ ଘଟିବା। ଆଳୁ ଖୁଳୁ ଖୁଳୁ ମହାଦେବ ବାହାରିବା ତା ମାନେ ହେଲା ଛୋଟିଆ କଥାରୁ ଗୋଟେ ବିରାଟ କାଣ୍ଡ ହେବା। ଛୋଟ ଜିନିଷଟାରୁ ଗୋଟେ ଲୋକର ଆମେ ଛୋଟିଆ ଭୁଲ ବାହାର କରୁ ଖୋଜୁ ଖୋଜୁକା
ତାର ଅନେକ ଭୁଲକୁ ଖୋଜିକି ଆମେ ପାଇବା। ଏଇଟା ହେଲା କ'ଣ ଆଳୁ ଖୁଳୁ ଖୁଳୁ ମହାଦେବ ବାହାରିଆ। ତେବେ କେମିତି ବାକ୍ୟରେ ପ୍ରୟୋଗ କରାଯାଇଛି ନା ଯୁକ୍ତିତର୍କ କରି ଘଟଣାକୁ ଆଉ ଆଗକୁ ବଢ଼ାଇବାଟା ଠିକ୍ ହେବ ନାହିଁ, କାରଣ ଆଳୁ ଖୁଳୁ ଖୁଳୁ ମହାଦେବ ବାହାରିଲେ କଥା ସରିଲା। ହେଲା। ତାପରେ ଦେଖିବା ଆମେ କ'ଣ ନା ଇନ୍ଦ୍ରଚନ୍ଦ୍ର ନ ମାନିବା। ଇନ୍ଦ୍ରଚନ୍ଦ୍ର ନ ମାନିବା। ଇନ୍ଦ୍ରଚନ୍ଦ୍ର ନ ମାନିବା ମାନେ କ'ଣ? ଇନ୍ଦ୍ରକୁ ନ ମାନିବା, ଚନ୍ଦ୍ରକୁ ନ ମାନିବା? ନା ନା, ଗର୍ବରେ ସମସ୍ତଙ୍କୁ ବେଖାତିର କରିବା। ସେ ପିଲାଟି ଏତେ ଗରିବି ଯେ ଇନ୍ଦ୍ରଚନ୍ଦ୍ର ମାନୁନାହିଁ, ଯେମିତି ଆମେ କହୁ। ତେଣୁ ବାକ୍ୟରେ କେମିତି ପ୍ରୟୋଗ କରିବା ନା ଗୋବିନ୍ଦ ଧନ ଗର୍ବରେ ଇନ୍ଦ୍ରଚନ୍ଦ୍ର ମାନୁନାହିଁ। ତାପରେ ଆସିଲା କ'ଣ ନା ଉଡ଼ିଗଲା ଚଢ଼େଇର ପର ଗଣିବା। ଉଡ଼ିଗଲା ଚଢ଼େଇର ପର ଗଣିବା ମାନେ ଅତି ଚତୁର। ତା ଅର୍ଥ ହେଲା କ'ଣ? ଏଇ ରୂଢ଼ିର ଅର୍ଥ ହେଲା କ'ଣ? ଅତି ଚତୁର। ଏସବୁ କ୍ରିୟାଯୁକ୍ତ ରୂଢ଼ି ପିଲେ। କ୍ରିୟାଯୁକ୍ତ ରୂଢ଼ି, ଗଣିବା, ମାନିବା, ଏସବୁ କ୍ରିୟାପଦ। ତେଣୁ ଉଡ଼ିଗଲା ଚଢ଼େଇର ପର ଗଣିବା ତା ମାନେ ଅତି ଚତୁର। ରତ୍ନାକର ବାବୁ ସରଳ ପରି ଜଣା ପଡ଼ୁଥିଲେ, କ'ଣ ହବ? ସେ ପରା ଉଡ଼ିଗଲା ଚଢ଼େଇର ପର ଗଣିବା ଲୋକ। ତାପରେ ଆସିଲା କ'ଣ ନା ଉପରେ ଉପରେ ଭାସିବା। ଉପରେ ଉପରେ ଭାସିବା, ଏଇ ରୂଢ଼ିର ଅର୍ଥ କ'ଣ ନା ପ୍ରକୃତ କଥା ନ ଜାଣିବା। ଉପରେ ଉପରେ ଭାସିବା, ପ୍ରକୃତ କଥାଟା ନ ଜାଣିବା। ଗ୍ରାମର ମୁଖିଆ ଗ୍ରାମ ବିବାଦର କ'ଣ ସମାଧାନ କରିବେ? ସେ ତ ଖାଲି ଉପରେ ଉପରେ ଭାସିବା ଲୋକ। ତେଣୁ ଗାଁ ମୁଖିଆ ସେ ଗାଁର କ'ଣ ସମାଧାନ କରିବେ? ସେ ତ ଉପରେ ଉପରେ ଭାସିବା ଲୋକ। ପ୍ରକୃତ କଥା ନ ଜାଣିକିରି ଖାଲି ଉପରେ ଉପରେ କହିବା ଲୋକ ସିଏ। ତାପରେ ଆସିଲା ଉଷୁନା ଧାନ ଗଜା ହେବା। ଉଷୁନା ଧାନ ଗଜା ହେବା ମାନେ କ'ଣ ନା ଅସମ୍ଭବ ସମ୍ଭବ ହବା। ଉଷୁନା ଧାନ ଗଜ ହବା, ଅସମ୍ଭବ ସମ୍ଭବ ହବା। ରୂଢ଼ି ଦେଖୁଛ କେମିତି ପ୍ରୟୋଗ କରାଯାଇଛି? କେତେ ପ୍ରାଚୀନ ଶବ୍ଦ ସବୁ ଏଗୁଡ଼ିକ ଆମ ଭାଷାରେ କଥାରେ ବ୍ୟବହାର ହେଇ ଆସୁଛି। ତମେ ସବୁ ଦେଖିଥିବ। ଇଏ ପରା ଉଷୁନା ଧାନ ଗଜା କରିବା ଲୋକ। ଗାଁ ଗହଳି ସବୁ କହନ୍ତିନି କଥାରେ ଉଷୁନା ଧାନ ଗଜା କରିବା ଲୋକ ମାନେ ଅସମ୍ଭବ ସମ୍ଭବ ହବା। ଲୋକଟି କର୍କଟ ରୋଗରୁ ଭଲ ହେବ ନା ଉଷୁନା ଧାନ ଗଜା ହେବ? ତାହେଲେ ବାକ୍ୟରେ କେମିତି ପ୍ରୟୋଗ ହୋଇଛି ଦେଖ। ତାପରେ ଆସିଲା କ'ଣ ନା ଋଣ କରି ଘର ଘିଅ ପିଇବା। ଋଣ କରିକିରି ଘିଅକୁ ପିଇବା ତା ଅର୍ଥ କ'ଣ ନା ଅନ୍ୟର ଧନରେ ଅୟସ କରିବା। ଆମେ ଅନ୍ୟ ଧନରେ ମଜା ମଜଲିସ୍ କରିବା। ଅନ୍ୟ ପଇସାରେ, ବାପାଙ୍କ ପଇସାରେ ଖାଇ ପିଇକି ବାଇକ୍ ଧରିକି ବୁଲିବା। ହେଲା। ତେଣୁ ଅନ୍ୟ ଧନରେ କ'ଣ କରିବେ? ଅନ୍ୟ ଧନରେ ଅୟସ କରିବା। ଋଣ କରି ଘିଅ ପିଉଥିବା ଲୋକ ଜୀବନରେ ବହୁତ କଷ୍ଟ ପାଏ। ଯିଏ ଲୋନ୍ କରିକିରି ଗାଡ଼ି ଚଢ଼େ, ଭଲ ଭଲ ପ୍ୟାଣ୍ଟ ସାର୍ଟ ପିନ୍ଧେ, ଘର କରେ, ବହୁତ ଟଙ୍କା ଲୋନ୍ କରିକିରି ସେ କ'ଣ କରେ ନା ଲୋନ୍ ସୁଝି, ପରବର୍ତ୍ତୀ ସମୟରେ ଲୋନ୍ ସୁଝିଲା ବେଳକୁ ବହୁତ କଷ୍ଟ ପାଏ। ତେଣୁ ତାକୁ କୁହାଯାଏ କ'ଣ ନା ଋଣ କରିକି ଘିଅ ପିଇବା। ଲୋନ୍ କରିକି ଘିଅ ପିଉଛି ସେ। ତାପରେ ଆସିଲା କ'ଣ ନା ଋଷି ଜଟା ଛିଡ଼େଇ ମରିବା। ଋଷି ଜଟା ଛିଣ୍ଡେଇକି ମରିବା। ଆମେ ଜାଣିଛେ ଋଷି ମୁନିମାନଙ୍କ ଜଟା ଥାଏ ମୁଣ୍ଡରେ। ଋଷିମାନଙ୍କ ଜଟା ଛିଣ୍ଡେଇକି ମରି ଯାଉଥିଲେ? ନା ନା ନା, ସେ କଥା ନୁହେଁ। ଋଷି ଜଟା ଛିଣ୍ଡେଇକି ମରିବା ମାନେ କ'ଣ ନା ଅତି ସହନଶୀଳ ଲୋକ ପକ୍ଷରେ ମଧ୍ୟ ଅସହ୍ୟ। ସେ ଯେତେ ସହିବା ଲୋକ ହେଲେ ବି ଗୋଟେ ଏମିତି କଥା ଥିବ ଯାହାକୁ ସେ ସହିପାରୁନଥିବ। ଯେତେ ସହନଶୀଳ ଲୋକ ହୋଇଥାଉ, ତା ଭିତରେ ସହ୍ୟା ଶକ୍ତି ଯେତେ ଥାଉ, କିନ୍ତୁ ସେ ଏମିତି କଥାଟା ସେଇଟା ତାକୁ ସେ ସହିପାରୁନଥିବ। ହେଲା। ତ ଋଷି ଜଟା ଛିଣ୍ଡେଇ ମାରିବାର ଅର୍ଥ ହେଲା ଅତି ସହନଶୀଳ ଲୋକ ପକ୍ଷରେ ମଧ୍ୟ ଅସମ୍ଭବ୍ୟ। ମୁଁ ତାର ବହୁ ଉପକାର କରିଥିଲେ ମଧ୍ୟ ସେ ମୋତେ ଏପରି କଟୁ କଥା କହିଲା ଯେ ଋଷି ଜଟା ଛିଣ୍ଡେଇ ମରିବ। ତେଣୁ ମୁଁ ତାକୁ ଏତେ ସାହାଯ୍ୟ କଲି, କିନ୍ତୁ ସେ ସେତେବେଳେ ମୋତେ ଏଭଳିଆ କଟୁ ବଚନ କହିଲା ଯେ ଋଷି ଜଟା ଛିଣ୍ଡେଇ ମରିବ। ଅର୍ଥାତ୍ ମୁଁ ତାକୁ ସହ୍ୟ କରିପାରିବ ନାହିଁ। ଯିଏ ଚାହିଁଲେ ସେ ତାକୁ ସହ୍ୟ କରିପାରିବ ନାହିଁ। ତାପରେ ଆସିଲା କ'ଣ ନା ଏ କାନରେ ପୁରେଇ ସେ କାନରେ ବାହାର କରିବା। ଏ କାନରେ ପୁରେଇ ସେ କାନରେ ବାହାର କରିବା ମାନେ କ'ଣ? ଏ କାନରେ ଆମେ ହାତ ପୁରେଇଲେ ସେ କାନରେ ବାହାର କରିବା? ନା, କୌଣସି କଥାକୁ ଗ୍ରହଣ ନ କରିବା। ଏ କାନରେ ପୁରେଇ ସେ କାନରେ କାଢ଼ିବା। କଲେଜରେ ସାର୍ ତମକୁ କହିଲେ ଯେ ତମେ ପ୍ରତ୍ୟେକ ଦିନ ମନ ଦେଇ ଧ୍ୟାନ ଦେଇକି ପରିଶ୍ରମ କରି ପାଠ ପଢ଼, କିନ୍ତୁ ତମେ ମାନେ କ'ଣ କରିବ ନା ଏ କାନରେ ପୁରେଇ ସେ କାନରେ କାଢ଼ିଦେବ। ତେଣୁ ଏହାର ଅର୍ଥ ହେଲା କ'ଣ ନା କୌଣସି କଥାକୁ ଗ୍ରହଣ ନ କରିବା। ଏ କାନରେ ପୁରେଇ ସେ କାନ କାଢ଼ିବା। ତେଣୁ ପିଲାଟି ତା ବାପା ମାଆଙ୍କ କଥାକୁ ଏ କାନରେ ପୁରେଇ ସେ କାନରେ ବାହାର କରିଦେଉଛି। ହେଲା। ରୂଢ଼ି ବାକ୍ୟରେ ପ୍ରୟୋଗ ହେଇଗଲା। କପାଳ ଫାଟିବା। କପାଳ ଫାଟିବା କହିଲେ କ'ଣ? ଭାଗ୍ୟ ଖରାପ ହବା। କପାଳ ଫାଟିବା, କପାଳ କହିଲେ ମୁଣ୍ଡ ଫାଟିଯିବା? ନା, କପାଳ ଫାଟିବା କହିଲେ ଭାଗ୍ୟ ଖରାପ ହବା। କପାଳ ଫାଟିବା ରୂଢ଼ିର ଅର୍ଥ ହେଲା କ'ଣ ପିଲେ? ଭାଗ୍ୟ ଖରାପ ହବା। ତେଣୁ ବାକ୍ୟରେ କେମିତି ପ୍ରୟୋଗ କରିବା? ମୋର ତ କପାଳ ଫଟା, ଅନ୍ୟକୁ ଦୋଷ ଦେଇ ଲାଭ କ'ଣ? ବୁଝିଲ? ତାପରେ ଦେଖିବା କପାଳରେ ହାତ ଦେବା। କପାଳରେ ହାତ ଦେବା କହିଲେ କ'ଣ? କପାଳରେ ହାତ ଦେବା ମାନେ ମୁଣ୍ଡରେ ହାତ ଦେବା ନୁହେଁ। ଏଠି କପାଳରେ ହାତ ଦେବା ଅର୍ଥ ହେଉଛି ମୁଣ୍ଡରେ ହାତ ଦେବା। କିନ୍ତୁ ଏଇ ରୂଢ଼ିର
ଅର୍ଥ ହେଉଛି କ'ଣ, ଯେହେତୁ ଏଇଟା ଗୋଟେ ରୂଢ଼ି, ଏ ରୂଢ଼ିର ଅର୍ଥ ହେଉଛି ଭାଗ୍ୟକୁ ନିନ୍ଦା କରିବା। କପାଳରେ ହାତ ଦେବା ମାନେ ଭାଗ୍ୟକୁ ନିନ୍ଦା କରିବା। ବୁଝିହେଲା? ସୁରେଶ ବାବୁଙ୍କ ଏକମାତ୍ର ରୋଜଗାରିଆ ପୁଅ ଦୁର୍ଘଟଣାରେ ମୃତ୍ୟୁ ବରଣ କରିବାରୁ ସେ ବିଚଳା କପାଳରେ ହାତ ଦେଇଛି। ତାପରେ ଆସିଲା କ'ଣ ବୋଲେ, କଳା କନା ବୁଲେଇବା। କଳା କନା ବୁଲେଇବା କହିଲେ କ'ଣ? କଳା କପଡ଼ାକୁ ବୁଲେଇବା ଚାରିଆଡ଼େ? ନା, କଳା କନା ବୁଲେଇବା ମାନେ ସର୍ବନାଶ କରାଇବା। କାଲି ରାତିରେ ଚୋରମାନେ ଆସି ଆମ ଘରେ କଳା କନା ବୁଲେଇ ଦେଇଛନ୍ତି। ତେଣୁ ଦେଖିଲ କେମିତି ବାକ୍ୟରେ ପ୍ରୟୋଗ କରୁଛେ। ଏଇ ରୂଢ଼ି ଗୁଡ଼ିକ ପିଲେ ଆମେ ସବୁଦିନ ବ୍ୟବହାର କରୁଛୁ ନା ନାହିଁ ଆମ କଥାବାର୍ତ୍ତାରେ, ଭାଷାରେ ଆମର। ତେଣୁ ସେଇ ରୂଢ଼ି, ଏଇ ରୂଢ଼ି ପ୍ରତ୍ୟେକ ଦିନ ଯେଉଁ ରୂଢ଼ି ଆମେ ବ୍ୟବହାର କରୁଛେ, ସେ ରୂଢ଼ି ଗୁଡ଼ିକ ଅର୍ଥ ଏବଂ ତାକୁ ବାକ୍ୟରେ କେମିତି ପ୍ରୟୋଗ କରାଯାଉଛି ଦେଖ। ସୁରେଶ ବାବୁଙ୍କ ଏକମାତ୍ର ପୁଅ ଗଲା ସେଇଟା। କଳା କନା ବୁଲିବା ଗଲେ ସର୍ବନାଶ କରିବା। କାଲି ରାତିରେ ଗୋବିନ୍ଦ ବାବୁଙ୍କ ସୁନା ଗହଣା ଦୋକାନରେ ଚୋରମାନେ କଳା କନା ବୁଲେଇ ଦେଇ ଯାଇଛନ୍ତି। ତାପରେ ଆସିଲା କ'ଣ ପିଲେ, ନା କଳା ଧନକୁ ଧଳା କରିବା। କଳାକୁ ଧଳା କରିବା, କଳା ଧନ ନୁହେଁ ଏଇଟା, କଳାକୁ ଧଳା କରିବା। କଳାକୁ ଧଳା କରିବା ମାନେ କ'ଣ, ନା ଭୁଲ ଠିକ୍ ବୋଲି ପ୍ରମାଣ କରିବା। କଳାକୁ ଧଳା କରିବା ମାନେ ଭୁଲ ଠିକ୍ ବୋଲି ପ୍ରମାଣ କରିବା। କିଛି ବ୍ୟବସାୟୀ ଅଛନ୍ତି ଯେଉଁମାନେ କଳାକୁ ଧଳା କରିବାରେ ବେଶ ଓସ୍ତାଦ, ସେମାନେ ସବୁ। କୁଟା ଖଣ୍ଡିକୁ ଦିଖଣ୍ଡ ନ କରିବା। କୁଟା ଖଣ୍ଡିକୁ ଦିଖଣ୍ଡ ନ କରିବା ଅର୍ଥ ମାନେ କ'ଣ, ଅଳସୁଆ। ହେଲା, ଏ ଅର୍ଥ ହେଲା କ'ଣ, ଅଳସୁଆ ହେଇ ବସିବା, କିଛି ପରିଶ୍ରମ ନ କରିବା। ଗୋଟେ ମା କହୁଥିବ ତା ପୁଅକୁ, ମୋ ପୁଅ ପରା କୁଟା ଖଣ୍ଡକୁ ଦିଖଣ୍ଡ କରୁନି। ତାହେଲେ ବାକ୍ୟରେ କେମିତି ପ୍ରୟୋଗ କରିବା ଆମେ ତାକୁ? କେମିତି କରିବା, ନା ତୁମେ କୁଟା ଖଣ୍ଡକୁ ଦିଖଣ୍ଡ ନ କରି ବସିଲେ ତୁମ ସଂସାର ଚଳିବ କେମିତି? ତାପରେ ଆସିଲା କୁହୁଡ଼ି ପହଁରିବା। କୁହୁଡ଼ି ପହଁରିବା କହିଲେ କ'ଣ, ନା ବୃଥା ପରିଶ୍ରମ କରିବା। କୁହୁଡ଼ି ପହଁରିବା ମାନେ ବୃଥା ପରିଶ୍ରମ କରିବା, ଅଯଥାରେ ପରିଶ୍ରମ କରିବା, ଯେଉଁ ପରିଶ୍ରମର କିଛି ମୂଲ୍ୟ ନାହିଁ। ହେଲା, ଆମେ ରାସ୍ତାରେ ଯାଇକିରି ମେନ୍ ରୋଡ଼ ଉପରେ ଠିଆ ହେଇକିରି ସେଠି ଯାଇକିରି ପାଣି ଢାଳିବା, କିଛି ମୂଲ୍ୟ ଅଛି ତାର ରାସ୍ତା ଉପରେ ଠିଆ ହେଇକିରି? ତେଣୁ ଚନ୍ଦ୍ରଶେଖର ବାବୁ ଲାଭ ନିଶାରେ ଦିନ ରାତି କୁହୁଡ଼ି ପହଁରୁଛନ୍ତି। ବାକ୍ୟରେ କେମିତି ପ୍ରୟୋଗ କରାଗଲା ଦେଖ। କେରାଣ୍ଡି ଗୁନ୍ଥି ବାଳିଆ ଧରିବା। କେରାଣ୍ଡି ଗୁନ୍ଥି ବାଳିଆ ଧରିବା ମାନେ କ'ଣ ପିଲେ, ନା ସାମାନ୍ୟ ପରିଶ୍ରମ କରିକି ଅଧିକା ସଫଳତା ପାଇବା, କିମ୍ବା ସାମାନ୍ୟ ବ୍ୟୟରେ ପ୍ରଚୁର ଲାଭ ପାଇବା। ହେଲା, ଏହା ଅର୍ଥ ହେଲା କେରାଣ୍ଡି ଗୁନ୍ଥି ବାଳିଆ ଧରିବା। ଅଳ୍ପ ବ୍ୟୟରେ ବଡ଼ କାମ ଆଦାୟ କରିବା, ତା ଅର୍ଥ ହେଲା ଏଇଆ। ଦୀନବନ୍ଧୁ ବାବୁଙ୍କ କଥା କାହିଁକି କହୁଛ, ସେ ତ କେରାଣ୍ଡି ଗୁନ୍ଥି ବାଳିଆ ଧରିବା ଲୋକ। ଦେଖିଲ କେମିତି ବାକ୍ୟରେ ପ୍ରୟୋଗ କରାଯାଇଛି। ତାପରେ ପିଲା ଆସିଲା କ'ଣ, ନା ଖଣ୍ଡା ଧାରରେ ବାଟ ଚାଲିବା। ଖଣ୍ଡା ଧାରରେ ବାଟ ଚାଲିବା ମାନେ କ'ଣ, ଖଣ୍ଡା ନେଇକି ରୋଡ଼ ଉପରେ ଥୋଇକିରି ତାପରେ ବାଟ ଚାଲିବା ଆମେ? ଖଣ୍ଡା ଉପରେ ଚାଲିକି ବାଟ ସାରା ଯିବା? ନା, ଖଣ୍ଡା ଧରେ ବାଟ ଚାଲିବାର ଅର୍ଥ ହେଲା ସାବଧାନ ସହକାରେ ଚାଲିବା। ମୁଁ ଖଣ୍ଡା ଧରରେ ବାଟ ଚାଲିବା ଲୋକ, ତାମାନେ କ'ଣ, ମୁଁ ସାବଧାନ ହେଇକି ଚାଲିବା ଲୋକ, ମୋତେ କେହି ଠକି ପାରିବେନି। ଯେଉଁମାନେ ଭଗବତ ବିଶ୍ୱାସୀ ସେମାନେ ଖଣ୍ଡା ଧାରରେ ବାଟ ଚାଲିବାକୁ ନିଜର କର୍ତ୍ତବ୍ୟ ବୋଲି ବିଚାର କରନ୍ତି। ବୁଝିଲା? ତାପରେ ଆସିଲା ଖାଇବା ପତ୍ରରେ ଧୂଳି ଦେବା। ଖାଇବା ପତ୍ରରେ ଧୂଳି ଦେବା ମାନେ ଜୀବିକାରେ ବାଧା ଦେବା। ଗୋଟେ ଲୋକ ଚାଷ କରିକି ବଞ୍ଚୁଛି, ଆମେ ତା ଚାଷକୁ ନଷ୍ଟ କରିଦେବା, ତେଣୁ ତା ଜୀବିକାରେ ଆମେ ବାଧାକୁ ଦେଲେ ନା ନାହିଁ, ବାଧା ଦେଲେ। ତେଣୁ ୟାକୁ କୁହାଯାଏ ଖାଇବା ପତ୍ରରେ ଧୂଳି ଦେବା। ଗୋଟେ ଲୋକ ଚାକିରି କରିଛି, ତା ଘର ପରିବାର ବସୁଛି, ଆମେ ତା ଚାକିରିରୁ ତାକୁ କାଢ଼ିଦେବା, ତା ଖାଇବା ପତ୍ରରେ ଆମେ ଧୂଳି ଦେଲେ। ବୁଝିଲା? ତେଣୁ କାହା ଖାଇବା ପତ୍ରରେ ଧୂଳି ଦେବା ଉଚିତ ନୁହେଁ। ବାକ୍ୟର ପ୍ରୟୋଗ ହେଲା, ଦେଖିଲ। ତାପରେ ଆସିଲା କ୍ଷୟ କାଢ଼ିବା। କ୍ଷୟ କାଢ଼ିବା ବୋଲେ କହିଲେ କ'ଣ, ନା ଦୋଷ ବାଛିବା। କ୍ଷୟ କାଢ଼ିବା ମାନେ ଦୋଷ ବାଛିବା। ହେଲା, ଦୋଷ ବାଛିବା। ଦୁଷ୍ଟ ପ୍ରକୃତିର ଲୋକମାନେ ସବୁ କଥାରୁ କ୍ଷୟ କାଢ଼ିଥାନ୍ତି। ଯେଉଁମାନେ ଦୁଷ୍ଟ ସେମାନେ ସବୁ କଥାରୁ କ୍ଷୟ କାଢ଼ନ୍ତି। ତାପରେ ଆସିଲା ଆମର ଗୋଡ଼ ତଳେ ନ ଲାଗିବା। ଗୋଡ଼ ତଳେ ନ ଲାଗିବା ତା ମାନେ କ'ଣ, ନା ଅତ୍ୟଧିକ ଖୁସି ହେବା। ଗୋଡ଼ ତଳେ ନ ଲାଗିବା ମାନେ ଅତ୍ୟଧିକ ଖୁସି ହେବା। ପୁଅ ବିଶ୍ୱବିଦ୍ୟାଳୟର ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସ୍ୱର୍ଣ୍ଣ ପଦକ ପାଇଥିବାରୁ ବାପାଙ୍କର ଗୋଡ଼ ଆଉ ତଳେ ଲାଗୁ ନାହିଁ। ହେଲା, କିମ୍ବା ମୋତେ ଗୋଟିଏ ନୂଆ ଆଇଫୋନ୍ ମିଳିବାରୁ ମୋ ଗୋଡ଼ ଆଉ ଖୁସିରେ ତଳେ ଲାଗୁ ନାହିଁ। ଗୋଡ଼ ହାତ ଧରିବା। ଗୋଡ଼ ହାତ ଧରିବା ମାନେ କ'ଣ, ନା ଗୁହାରି କରିବା। ଗୋଡ଼ ହାତ ଧରିବା, ଗୁହାରି କରିବା। ପୁଅ ଚାକିରି ପାଇଁ ମଦନ ବାବୁ ବହୁ ଲୋକଙ୍କୁ ଗୋଡ଼ ହାତ ଧରିଛନ୍ତି, ମାତ୍ର କିଛି ଫଳ ହେଲା ନାହିଁ। ଘଣ୍ଟ ଘୋଡ଼େଇବା। ଘଣ୍ଟ ଘୋଡ଼େଇବା ମାନେ ଦୋଷ ଲୁଚେଇବା। ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କୁ ଘଣ୍ଟ ଘୋଡ଼େଇବା ଉଚିତ ନୁହେଁ। ତାପରେ ଆସିଲା ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା। ତା ମାନେ କ'ଣ, ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ତା ମାନେ କ'ଣ, କାମ ଆରମ୍ଭ କରିବା ପୂର୍ବରୁ ବିଘ୍ନ ସୃଷ୍ଟି ହେବା। କାମଟା ଆରମ୍ଭ କରିବା ଆଗରୁ ବିଘ୍ନ ସୃଷ୍ଟି ହେବା, ତା ମାନେ ହେଲା ଏଇଆ।
ଠିକ୍ ଅଛି। ତେଣୁ ନୂଆ ଶିକ୍ଷକ ଜଣକ ଶ୍ରେଣୀକୁ ଆସିବା ମାତ୍ରେ ଦୁଷ୍ଟ ପିଲାଟି ତାକୁ ଏପରି ଖରାପ ମନ୍ତବ୍ୟ ଦେଲା ଯେ ଲାଗିଲା ଯେପରି ଘରେ ନ ପଶୁଣୁ ଚାଳ ବାଜିଲାଣି। ତାପରେ ଆସିଲା କ'ଣ, ଚଳୁ କରିଦେବା। ଚଳୁ କରିଦେବା କହିଲେ କ'ଣ, ସବୁ ଶେଷ କରିଦେବା। ଦୁର୍ନୀତିଗ୍ରସ୍ତ କର୍ମଚାରୀ ସରକାରୀ ଅର୍ଥ ଚଳୁ କରିଦେବାରେ ଲାଗିଛନ୍ତି। ତାପରେ ଆସିଲା ଚଷୁ କଟିବା। ଚଷୁ କଟିବା ମାନେ କ'ଣ, ବୃଥା ପରିଶ୍ରମ କରିବା। ଏକା ସେଇ ଯେମିତି ଆଗରୁ କହିଥିଲି ବୃଥା ପରିଶ୍ରମ କରିବା ସେଇଆ। ଜୁଆଡ଼ି ରାମକୁ ଜୁଆ ନ ଖେଳିବାକୁ ଯେତେ ବୁଝାଇଲେ କ'ଣ ହେବ, କେବଳ ଚଷୁ କୁଟିବା ସାର ହେବ। ଚାଲିଲା ଶଗଡ଼ରେ ହାତ ମାରିଦେବା। ଚାଲିଲା ଶଗଡ଼ରେ ହାତ ମାରିବା ମାନେ ଅତି ଦୁଷ୍ଟ ହେବା। ସେ ପିଲାଟି ଏତେ ଦୁଷ୍ଟ ଯେ ଚାଲିବା ଶଗଡ଼ରେ ହାତ ମାରିଦେବ। ହେଲା, ରାଣ୍ଡି ପୁଅ ଅନନ୍ତା ଥିଲା ଚାଲିବା ଶଗଡ଼ରେ ହାତ ମାରିବା ପିଲା। ତାପରେ ସେ ଚିତା କାଟିବା ପିଲେ। ଚିତା କାଟିବା ମାନେ କ'ଣ, ଚିତା ଲଗେଇବା ନୁହଁ ମୁଣ୍ଡରେ। ଚିତା କାଟିବା ମାନେ ଠକିବା। ହେଲା, ବୁଝିହେଲା। ଚିତା କାଟିବା, ଠକିବା। ଚାକର ପିଲାଟିକୁ ଗୋପାଳ ବାବୁ ନିଜ ପୁଅ ଉପରେ ବିଶ୍ୱାସ କରୁଥିଲେ, ହେଲେ ସେ ଗୋପାଳ ବାବୁଙ୍କୁ ଚିତା କାଟି ଚାଲିଗଲା। ତାପରେ ଆସିଲା ଚୋରକୁ ମାନ କରି ଖପରାରେ ଖାଇବା। ଚୋରକୁ ମାନ କରିକି ଖପରାରେ ଖାଇବା। ତା ଅର୍ଥ କ'ଣ, ଚୋରକୁ ଡରିକି ଆମେ ଖପରାରେ ଖାଇବା ନା। ତା ଅର୍ଥ ହେଲା କ'ଣ, ଅନ୍ୟ ଉପରେ ଅଭିମାନ କରିକିରି ନିଜର କ୍ଷତି କରିବା। ଆମେ ଅନ୍ୟ ଉପରେ ଆଗି ନିଜର କ୍ଷତି କରିବାକୁ କୁହାଯାଏ ଚୋରକୁ ମାନ କରି ଖପରାରେ ଖାଇବା। ତାହେଲେ କେମିତି ବାକ୍ୟରେ ପ୍ରୟୋଗ ହବ ନା, ଯାହା ତ ଘଟିବାର ଥିଲା ଘଟିଲା, ଏବେ ଚୋରକୁ ମାନ କରି ଖପରାରେ ଖାଇଲେ କି ଲାଭ। ବୁଝିଲା ପିଲେ। ତାପରେ ଆସିଲା ଛାଇ ନ ମାଡ଼ିବା। ଛାଇ ନ ମାଡ଼ିବା ମାନେ ଆଦୌ ସମ୍ପର୍କ ନ ରଖିବା। ଛାଇ ନ ମାଡ଼ିବା, ମୁଁ ତାର ଛାଇ ମାଡ଼ିବାକୁ ଚାହୁଁନି, ମୁଁ ତା ସାଙ୍ଗରେ ଆଦୌ ସମ୍ପର୍କ ରଖିବାକୁ ଚାହୁଁନି। ହେଲା, ତେଣୁ ବାପା ପଦେ କଥାରେ ମାମୁଁ ଆମ ଘର ଛାଇ ମାଡ଼ୁନାହାନ୍ତି। ବାପାଙ୍କର ପଦେ କଥାରେ ମାମୁଁ ଆମ ଘର ଛାଇ ମାଡ଼ୁନାହାନ୍ତି, ମାନେ ଆମ ଘରକୁ ଆସୁନାହାନ୍ତି। ଛାତିକୁ ପଥର କରିବା। ଛାତିକୁ ପଥର କରିବା ମାନେ ଧୈର୍ଯ୍ୟ ଧରିବା। ସ୍ୱାମୀର ମୃତ୍ୟୁ ପରେ ବୋହୂଟି ଛାତିକୁ ପଥର କରି ବଞ୍ଚିଛି। ତାପରେ ଆସିଲା ଛେନାରୁ ଚୋପା କାଢ଼ିବା। ଛେନାରୁ ଚୋପା ଛଡ଼େଇବା ମାନେ କ'ଣ ନା, ଖୋଜି ଖୋଜିକି ବୃଥା ଦୋଷ ବାହାର କରିବା। ଖୋଜି ଖୋଜିକି ଦୋଷ ବାହାର କରିବା ଗୋଟେ ଲୋକଠାରୁ, ତାକୁ କୁହାଯାଏ ଛେନାରୁ ଚୋପା ଛଡ଼େଇବା। ତୁ କେତେ ଛେନାରୁ ଚୋପା ଛଡ଼େଇ କଥା କହୁଛୁ। ତେଣୁ ବଳରାମ ବାବୁ ଗ୍ରନ୍ଥଟିର ପ୍ରକୃତ ସମୀକ୍ଷା ନ କରି ସେ କେବଳ ଜିରାରୁ ଶିରା ସେ ପଳେଇଲା ଏଡ଼େ। ଆଚ୍ଛା, ଯେ ସବୁ କଥାରେ ଛେନାରୁ ଚୋପା ଛଡ଼େଇବା ପାଇଁ ଜନାର୍ଦ୍ଦନ ବାବୁଙ୍କର ଅଭ୍ୟାସ ଅଛି, ଏଇଟା ବାକ୍ୟରେ ପ୍ରୟୋଗ କରାଯାଇଛି। ଗଲା, ତାପରେ ଦେଖିବା ଜିରାରୁ ଶିରା କାଢ଼ିବା। ଜିରାରୁ ଶିରା କାଢ଼ିବା ମାନେ କ'ଣ, ବୃଥା ଦୋଷ ଦେଖାଇବା। ବଳରାମ ବାବୁ ଗ୍ରନ୍ଥଟିର ପ୍ରକୃତ ସମୀକ୍ଷା ନ କରି ସେ କେବଳ ଜିରାରୁ ଶିରା କାଢ଼ିଛନ୍ତି ଯାହା। ତାପରେ ଆସିଲା ଝିଣ୍ଟିକା ମାରି ବଣି ପୋଷିବା। ଝିଣ୍ଟିକା ମାରିକି ବଣି ପୋଷିବା ମାନେ କ'ଣ, ଦୁର୍ବଳ ମାରି ସବଳକୁ ସାହାଯ୍ୟ କରିବା। ଯେ ଦୁର୍ବଳ ଲୋକ, ଯେଉଁ ଲୋକ ଦୁର୍ବଳ ଅସହାୟ, ତାକୁ ମାରିକି ଯେ ଧନୀ, ଯାହା ପାଖରେ ଶକ୍ତି ଅଛି, ଯେ ଶକ୍ତିଶାଳୀ ଲୋକ, ତାକୁ ସାହାଯ୍ୟ କରିବା। ଆକୁ କୁହାଯାଏ ଝିଣ୍ଟିକା ମାରିକି ବଣିକି ପୋଷିବା। ତିନି ପାଞ୍ଜରୁ ଯିବା। ତିନି ପାଞ୍ଜରୁ ଯିବା ମାନେ କ'ଣ, ଯଶ ହରେଇବା ବା ଇଜ୍ଜତ ହରେଇବା। ଆକୁ କୁହାଯାଏ ତିନି ପାଞ୍ଜରୁ ଯିବା। ସେ ଲୋକଟି ଚୋରି କରି ତିନି ପାଞ୍ଜରୁ ଗଲା। ହେଲା, କିମ୍ବା ଗୋପାଳ ବାବୁଙ୍କ ପୁଅ ନିଶା ଓ ପେଶାରେ ତିନି ପାଞ୍ଜରୁ ଗଲାଣି। ତିଳକୁ ତାଳା କରି କହିବା। ତିଳକୁ ତାଳା କରି କହିବା ମାନେ କ'ଣ ନା, ଛୋଟ କଥାକୁ ବଡ଼ କରିକିରି କହିବା। ଆକୁ କୁହାଯାଏ ତିଳକୁ ତାଳା କରି କହିବା। ହେଲା, ରାମ ତିଳକୁ ତାଳା କରି କହିବାରେ ବହୁତ ଅଗ୍ରଣୀ। ତେଣୁ ତିଳକୁ ତାଳ କରିବାରେ ରମେଶ ବାବୁଙ୍କ ଅଭ୍ୟାସ ହୋଇଥିବାରୁ ତାଙ୍କୁ ବିଶ୍ୱାସ ନାହିଁ। ସେମିତି ତେଲ ମାରିବା। ତେଲ ମାରିବା କହିଲେ କ'ଣ, ଖୋସାମଦ କରିବା। ହେଲା, ତ ମୋତେ କେତେ ତେଲ ମାରୁଛୁ କହିଲୁ। ମୋର ଗୋଟେ ଛୋଟିଆ କାମ କରିବା ପାଇଁ MLA ବାବୁଙ୍କ ପାଖରେ ମୋତେ ଅନେକ ଥର ତେଲ ମାରିବାକୁ ପଡ଼ୁଛି। ହେଲା, ତେଲ ମାରିବା କହିଲେ କ'ଣ ନା, ଖୋସାମଦ କରିବା। ତେଣୁ କାର୍ଯ୍ୟ ହାସଲ ପାଇଁ ଚତୁର ଲୋକମାନେ ବେଳେ ବେଳେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ତେଲ ମାରନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ତେଲ ମାରନ୍ତି। ଦାନାରେ ଧୂଳି ଦେବା। ଦାନାରେ ଧୂଳି ଦେବା ମାନେ କ'ଣ କହିଲେ କ'ଣ ହେବ ନା, ଜୀବିକାରୁ ଉଚ୍ଛେଦ କରିବା। ଜୀବିକାରୁ ଉଚ୍ଛେଦ କରିବା, ଦାନାରେ ଧୂଳି ଦେବା। ଅନ୍ୟ ଲୋକର ଦାନାରେ ଧୂଳି ଦେବା ହେଉଛି ମହାପାପ। କାହା ଦାନାରେ ଧୂଳି ଦେବା ମହାପାପ। ବୁଝିଲା। ତାପରେ ଆସିଲା ଦୁଇ ନାଁରେ ଗୋଡ଼ ଦେବା। ଦୁଇ ନାଁରେ ଗୋଡ଼ ଦେବା କହିଲେ କ'ଣ ନା, ଏକ ସମୟରେ ଦୁଇଟି କାମ ଆରମ୍ଭ କରିବା ଏବଂ ଅସୁବିଧାରେ ପଡ଼ିବା। ଦୁଇ ନାଁରେ ଗୋଡ଼ ଦେବା ହେଲେ ଗୋଟିଏ ସମୟରେ ଦୁଇଟା କାମ ଆରମ୍ଭ କରିବା ଏବଂ ଅସୁବିଧାରେ ପଡ଼ିବା।
ଆମେ ଗୋଟିଏ ସମୟରେ ଦୁଇଟା କାମ କେମିତି କରିପାରିବା? ଯଦି କରିବା ଅସୁବିଧାରେ ପଡ଼ିବା, ନା ଏ କାମ କରିପାରିବା ନା ସେ କାମ କରିପାରିବା। ତେଣୁ ଦୁଇ ନାଁରେ ଗୋଡ଼ ଦେବା ବୁଦ୍ଧିମାନର କାର୍ଯ୍ୟ ନୁହେଁ। ତାପରେ ଦେହ ସୁହା କହିଲେ କ'ଣ ପିଲେ? ଏ ରୂଢ଼ିର ଅର୍ଥ କ'ଣ? ଅଭ୍ୟସ୍ତ ହେଇଯିବା। ଦେହ ସୁହା କହିଲେ ମୋର ଅଭ୍ୟାସ ହେଇଗଲାଣି। ଚାକର ପ୍ରତି ବିରକ୍ତ ହୋଇ ଲାଭ କ'ଣ? ଗାଈ ତା ଦେହ ସୁହା ହେଇଗଲାଣି। ତାପରେ ଆସିଲା ଧରାକୁ ସରା ମଣିବା। ଧରାକୁ ସରା ମଣିବା କହିଲେ କ'ଣ? କାହାରିକୁ ଭ୍ରୂକ୍ଷେପ ନ କରିବା, କାହାରି କଥା ନ ଶୁଣିବା, ଭ୍ରୂକ୍ଷେପ ନ କରିବା। ସ୍ୱର୍ଣ୍ଣ ଲଙ୍କାର ଅଧୀଶ୍ୱର ହୋଇ ରାବଣ ଧରାକୁ ସରା ମଣୁଥିଲା, ହେଲା, ସମସ୍ତଙ୍କୁ ଭ୍ରୂକ୍ଷେପ କରୁଥିଲା ସେ। ଧୂଆଁ ମାଣ ମାରିବା। ଧୂଆଁ ମାଣ ମାରିବା ମାନେ ଭାପିଆ କଥା କହିବା, ବଢ଼େଇକିରି କହିବା, ବା ଯାହାକୁ ଆମେ କହୁ ଟାଉଟର କରିବା, ଧୂଆଁ ମାଣ ମାରିବା। ରାଧାଶ୍ୟାମ ବାବୁ ଧୂଆଁ ମାଣ ମାରିବାରେ ବେଶ୍ ନିପୁଣ। ନାକ ଟେକିବା। ନାକ ଟେକିବା କହିଲେ ପିଲେ ଘୃଣା କରିବା। ସହରର ତଳି ଅଞ୍ଚଳରେ ଗଦା ହୋଇଥିବା ଅଳିଆ ଆବର୍ଜନା ଦେଖିଲେ ଯେ କେହି ନାକ ଟେକିବେ। ତାପରେ ପାଣିରେ ସର ପକେଇବା। ପାଣିରେ ସର ପକେଇବାର ରୂଢ଼ିର ଅର୍ଥ ହେଲା କ'ଣ? ନା କୌଶଳରେ ମନ ଭୁଲେଇବା, ପାଣିରେ ସର ପକେଇ କହିବା। ଶଙ୍କର୍ଷଣ ପାଣିରେ ସର ପକାଇ ଏମିତି କଥା କହେ ଯେ ଲୋକେ ସେ କଥାକୁ ସହଜରେ ବିଶ୍ୱାସ କରିଯାଆନ୍ତି। ପିଠିରେ ପଡ଼ିବା। ପିଠିରେ ପଡ଼ିବା ମାନେ ସାହା ହେବା, ହେଲା। ତେଣୁ ଆମେ କ'ଣ କରୁଛୁ ନା ମୋ ପିଠିରେ ପଡ଼ିବ ପରା, ତୋ ପିଠିରେ କେହି ପଡ଼ିବେନି। ତେଣୁ ପିଠିରେ ପଡ଼ିବା ତ ସାହା ହେବା ବା ସାହାଯ୍ୟ କରିବା। ଦୁର୍ଦ୍ଦିନରେ ଯିଏ ପିଠିରେ ପଡ଼ନ୍ତି ସେ ହିଁ ପ୍ରକୃତ ବନ୍ଧୁ। ଫସଲ କାଟିବା। ଫସଲ କାଟିବା କହିଲେ ବ୍ୟର୍ଥ ହେବା। ଫସଲ କାଟିବା କହିଲେ ବ୍ୟର୍ଥ ହେବା ମାନେ ଅଯଥା ହେବା। ତାଙ୍କର ସମସ୍ତ ଯୋଜନା ଅକାଳରେ ଫସଲ ଫାଟିଗଲା। ଫସଲ ଫାଟିବା, ବ୍ୟର୍ଥ ହେବା, ହେଲା। ପିଲାଟି କରିଥିବା କାର୍ଯ୍ୟଟି ଫସଲ ଫାଟିଗଲା। ପିଲାର ପରିଶ୍ରମ ଫସଲ ଫାଟିଗଲା, ଅର୍ଥାତ୍ ବ୍ୟର୍ଥ ହୋଇଗଲା। ତାପରେ ବାଟ କାଟିବା। ବାଟ କାଟିବା କହିଲେ କ'ଣ? ନା ନିଜ ସୁବିଧା ଦେଖିବା, ତାକୁ କହିଲେ ବାଟ କାଟିବା, ବୁଝିଲା। ତେଣୁ ବେଳହୁଁ ବାଟ କାଟିବା ବୁଦ୍ଧିମାନ ଲୋକର କାର୍ଯ୍ୟ। ବେଳ ଥାଉ ଥାଉ ବାଟ କାଟିବା ବୁଦ୍ଧିମାନ ଲୋକର କାମ। ତା ବସିଲା ପିଲେ କ'ଣ? ନା ବାମନ ହୋଇକିରି ଚନ୍ଦ୍ରକୁ ହାତ ବଢ଼େଇବା। ଯେ ବାମନ ହେଇଥିବ ସେ ଚନ୍ଦ୍ରକୁ ହାତ ବଢ଼େଇବା। ବାମନ ହେଇକି ଚନ୍ଦ୍ରକୁ ହାତ ବଢ଼େଇବା। ବାମନ ହେଇ ଚନ୍ଦ୍ରକୁ ହାତ ବଢ଼େଇବା କହିଲେ କ'ଣ? ନା ଅସମ୍ଭବ ପାଇଁ ଚେଷ୍ଟା କରିବା, ଯେଉଁ କାମ ଅସମ୍ଭବ ତା ପାଇଁ ଚେଷ୍ଟା କରିବା। ଭିକାରୀଟିଏ ସମ୍ରାଟ ପରିବାରର ଝିଅକୁ ବାହା ହେବାକୁ ସ୍ୱପ୍ନ ଦେଖିବା ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼େଇବା ସଙ୍ଗେ ସମାନ, ବୁଝିଲା। ଗୋଟେ ଭିକାରୀ ହେଇକି ସେ ସମ୍ରାଟ ବା ଧନୀ ଲୋକର ଝିଅକୁ ବାହା ହେବାକୁ ସ୍ୱପ୍ନ ଦେଖିବାଟା ହେଉଛି କ'ଣ? ନା ବାମନ ହେଇ ଚାନ୍ଦକୁ ହାତ ବଢ଼େଇବା ସାଙ୍ଗେ ସମାନ। ତାପରେ ପିଲା ଆସିଲା କ'ଣ? ନା ବିରାଡ଼ି କପାଳକୁ ଶିକା ଛିଣ୍ଡିବା। ବିରାଡ଼ି କପାଳକୁ ଶିକା ଛିଣ୍ଡିବା କ'ଣ? ଯେଉଁ ସୁବିଧା ଖୋଜୁଥାଏ ତାକୁ ସେଇ ସୁବିଧା ମିଳିବା। ବିରାଡ଼ି କପାଳକୁ ଶିକା ଛିଣ୍ଡିବା ମାନେ ଯିଏ ଯେଉଁ ସୁବିଧା ଚାହୁଁଥିବ ତାକୁ ସେଇଟା ମିଳିବ, ହେଲା। ତେଣୁ ମଦନ ବାବୁଙ୍କ ଗାଁ ଘରେ କେହି ନଥିବାରୁ ପାଖ ପଡ଼ୋଶୀ ଆମ୍ବ ବଗିଚାରେ ସବୁ ଫଳ ଖାଉଛନ୍ତି। ତାଙ୍କ ପାଇଁ ବିରାଡ଼ି କପାଳକୁ ଶିକା ଛିଣ୍ଡିଛି, ବୁଝିଲା। କ'ଣ ହେଲା? ନା ନରେଶ ବାବୁଙ୍କୁ ଘରେ ନଥିବାରୁ ଚୋରମାନେ ତାଙ୍କ ବାଡ଼ିରେ ବସି ସବୁ ଚୋରି କରି ନେଉଛନ୍ତି। ତେଣୁ ବିରାଡ଼ି କପାଳକୁ ଶିକା ଛିଣ୍ଡିଛି। ତାପରେ ଆସିଲା ବିରାଡ଼ି ବେକରେ ଘଣ୍ଟି ବାନ୍ଧିବା। ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ? ତ କହନ୍ତି ଯେ ଶକ୍ତିଶାଳୀ ଲୋକ ବିରୁଦ୍ଧରେ ପ୍ରଥମେ ବାହାରିବା। ବିରାଡ଼ି ବେକରେ ଘଣ୍ଟି ବାନ୍ଧିବା ମାନେ ଶକ୍ତିଶାଳୀ ଲୋକ ଯେଉଁମାନେ ଅଛନ୍ତି ତାଙ୍କ ବିରୁଦ୍ଧରେ ପ୍ରଥମେ କିଏ ବାହାରିବ? କିଏ ପ୍ରଥମେ ଶକ୍ତିଶାଳୀ ଲୋକଙ୍କ ବିରୁଦ୍ଧରେ ବାହାରିବ? ବଡ଼ ବଡ଼ିଆଙ୍କ ଟିକସ ଫାଙ୍କି ବିଷୟରେ ସମସ୍ତେ ଜାଣନ୍ତି, ହେଲେ ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ? ବିଷଦାନ୍ତ ଭାଙ୍ଗିବା। ବିଷଦାନ୍ତ ଭାଙ୍ଗିବା କହିଲେ ଔଦ୍ଧତ୍ୟ ଛଡ଼େଇବା ବା ତାର ଦୁଷ୍ଟତାକୁ ଛଡ଼େଇବା। ସରକାର ନିଶା ବେପାରୀଙ୍କ ବିଷଦାନ୍ତ ଭାଙ୍ଗିବା ପାଇଁ କଠୋର ଆଇନ ପ୍ରଣୟନ କରିଛନ୍ତି। ତାପରେ ଆସିଲା ଭାଲୁ ଧରିବା। ଭାଲୁ ଧରିବା କହିଲେ କୌଶଳରେ ଜଞ୍ଜାଳଗ୍ରସ୍ତ କରିବା। ମୋତେ ଭାଲୁ ଧରେଇ ଦେଲା ସିଏ, ମୋତେ ଏଠି ଛିଡ଼ା କରିଦେଇ ଗଲାନି ଯେ ଭାଲୁ ଧରେଇ ଦେଇ ଗଲା। ରାମ ଶ୍ୟାମକୁ ଛିଡ଼ା କରେଇ ଦେଇ ଭାଲୁ ଧରେଇ ଦେଇ ଗଲା ବୋଲି କହିଲା, ବୁଝିଲା। ତେଣୁ ଭଉଣୀର ବାହାଘର କାମରେ ବଡ଼ ଭାଇ ମୋତେ ଭାଲୁ ଧରେଇ ଦେଇ କୁଆଡ଼େ ଯାଇଛନ୍ତି ଯେ ତାଙ୍କର ଏପର୍ଯ୍ୟନ୍ତ ଦେଖା ନାହିଁ। ଭାଲୁ ଧରେଇ ଦେଇ ଗଲା ମାନେ କ'ଣ? ନା କୌଶଳରେ ଜଞ୍ଜାଳଗ୍ରସ୍ତ କରିବା, ମାନେ ମୋତେ କୌଣସି କାର୍ଯ୍ୟକୁ ଧରେଇ ଦେଇକି ଯିବା। ତାପରେ ଆସିଲା ପିଲେ କ'ଣ? ନା ଭେଳା ବୁଡ଼ିବା। ଭେଳା ବୁଡ଼ିବା କହିଲେ କ'ଣ? ନା ସର୍ବନାଶ ହେବା। ଭେଳା ବୁଡ଼ିବା ମାନେ ସର୍ବନାଶ ହେବା। ଦୁର୍ଘଟଣାରେ ଗୋପାଳ ବାବୁଙ୍କ ଏକମାତ୍ର ପୁଅର ମୃତ୍ୟୁ ହେବାରୁ ତାଙ୍କର ଭେଳା ବୁଡ଼ିଗଲା। ତାପରେ ଆସିଲା ପିଲେ ମନ ଘର ଧରିବା। ମନ ଘର ଧରିବା ମାନେ
ଅସୁବିଧାରେ ପଡ଼ି ସତର୍କ ହେବା। ଅସୁବିଧାରେ ପଡ଼ିକିରି ସତର୍କ ହେବା। ବାପା ମାଆଙ୍କ ଠାରୁ ପୁଅ ଅଲଗା ରହୁଥିଲା, ଏବେ ସ୍ତ୍ରୀର ଦୌରାତ୍ମ୍ୟ ଦେଖି ମନ ଘର ଧରିଲାଣି। ତାପରେ ଆସିଲା ମାଛିକୁ ମ ବୋଲି ନ କହିବା। ମାଛିକୁ ମ ବୋଲି ନ କହିବା, ତା ଅର୍ଥ ଖୁବ୍ ଶାନ୍ତଶିଷ୍ଟ। ରମେଶ ବାବୁଙ୍କ ସାନ ପୁଅ ମାଛିକୁ ମ କୁହେ ନାହିଁ, ହେଲା। ବା ରସନାନନ୍ଦ ବାବୁଙ୍କ ସାନ ପୁଅ ମାଛିକୁ ମ ବୋଲି କହେ ନାହିଁ। ମୁଣ୍ଡକୁ ହାତ ପାଇବା। ମୁଣ୍ଡକୁ ହାତ ପାଇବା କହିଲେ କ'ଣ? ରୋଜଗାର କ୍ଷମ ହେବା ବା ବଡ଼ ପିଲା ହେଇଯିବା। ମୁଣ୍ଡକୁ ହାତ ପାଇବା, ବଡ଼ ପିଲା ହେଇଯିବା, ହେଲା। ତେଣୁ ମୁଣ୍ଡକୁ ହାତ ପାଇବା ପରେ ପୁଅ ଆଉ ବାପା ମାଆଙ୍କୁ ପଚାରୁ ନାହିଁ। ତା ବସିଲା ମୁଣ୍ଡ ଝାଳ ତୁଣ୍ଡରେ ମାରିବା ପିଲେ। ମୁଣ୍ଡ ଝାଳ ତୁଣ୍ଡରେ ମାରିବା, ତା ଅର୍ଥ କ'ଣ? ମୁଣ୍ଡ ଝାଳ ତୁଣ୍ଡରେ ମାରିବା ମାନେ କଠିନ ପରିଶ୍ରମ କରିବା। କୃଷକଟି ମୁଣ୍ଡ ଝାଳ ତୁଣ୍ଡରେ ମାରିକିରି ସୁନାର ଫସଲ ଫଳାଉଛି। ତାପରେ ଆସିଲା ମୁହଁ ଭାଙ୍ଗିବା। ମୁହଁ ଭାଙ୍ଗିଦେବା ମାନେ କ'ଣ? ନା ଟାଣପଣ ଭାଙ୍ଗିବା। କାହା କଥା ନ ମାନି ମୋ ପୁଅ ସମସ୍ତଙ୍କର ମୁହଁ ଭାଙ୍ଗି ଚାଲିଗଲା, ମାନେ ଟାଣ କଥା କହିକି ଚାଲିଗଲା। ତାପରେ ଆସିଲା ରକ୍ତ ଚାଉଳ ଚୋବେଇବା। ରାଗରେ ଜର ହେବା। ଛାତ୍ରଟିର ଭୁଲ ଦେଖି ଶିକ୍ଷକ ତା ଉପରେ ରକ୍ତ ଚାଉଳ ଚୋବେଇଲେ। ତାପରେ ଆସିଲା ଲୁହା ଜାଣି ପାଣି ଦେବା। ଲୁହା ଜାଣି ପାଣି ଦେବା ମାନେ ଲୋକ ଦେଖି ବ୍ୟବହାର କରିବା, ହେଲା। ଆଜିର ସମାଜରେ ଲୁହା ଜାଣି ପାଣି ଦେଇପାରୁଥିବା ଲୋକ ହିଁ ସବୁ କ୍ଷେତ୍ରରେ ତିଷ୍ଠି ରହିପାରୁଛି। ତାପରେ ଆସିଲା ସଜ ମାଛରେ ପୋକ ପକେଇବା, ଅର୍ଥାତ୍ ଦୋଷ ଶୂନ୍ୟ କାର୍ଯ୍ୟରେ ଦୋଷ ଦେଖେଇବା ବା ଭଲ ଲୋକକୁ ମନ୍ଦ ବୋଲି କହିବା, ହେଲା। ସଜ ମାଛରେ ପୋକ ପକେଇବା। ଅନେକ ଲୋକ ଅଛନ୍ତି ସେମାନଙ୍କର ଅଭ୍ୟାସ ହେଲା ସଜ ମାଛରେ ପୋକ ପକେଇବା। ତାପରେ ଆସିଲା ପିଲେ କ'ଣ? ନା ହଜିଲା ପାଣିରେ ଗୋଡ଼ ନ ଦେବା। ହଲିଲା ପାଣିରେ ଗୋଡ଼ ନ ଦେବା, କ୍ଷମା କରିବେ, ହଲିଲା ପାଣିରେ ଗୋଡ଼ ନ ଦେବା, ଅର୍ଥାତ୍ ବିପଦ ବା ଜଞ୍ଜାଳ ଥିବା ବିଷୟରେ ନ ପଶିବା। ଚମ୍ପା ଭାରି ଚତୁରୀ, ସେ ହଲିଲା ପାଣିରେ ଗୋଡ଼ ଦିଏ ନାହିଁ, ମାନେ ବିପଦ ବା ଜଞ୍ଜାଳ ଭିତରେ ପଶେ ନାହିଁ। ହାତ ବାନ୍ଧି ବସିବା। ହାତ ବାନ୍ଧି ବସିବା ମାନେ ନିରୁପାୟ ହେଇକି ବସିବା। ଲୋକଟି ଘରେ ହାତ ବାନ୍ଧି ବସିଛି, ଚାଷୀଟି ଘରେ ହାତ ବାନ୍ଧିକିରି ବସିଛି, ହେଲା। ତେଣୁ କାମ ନ ପାଇ ମୂଲିଆ ମାନେ ହାତ ବାନ୍ଧି ବସିଛନ୍ତି। ହାତରୁ ଖାଇ ଘୋଡ଼ା ଆଗେ ଡେଇଁବା। ହାତରୁ ଖାଇକି ଘୋଡ଼ା ଆଗେ ଡେଇଁବା, ଅର୍ଥାତ୍ କ'ଣ? ନା ନିଜେ ପଇସା ଖର୍ଚ୍ଚ କରିକିରି ପର ପାଖରେ ଚାକିରି କରିବା। ଏଇଟା ହେବ ଅଯଥା କଷ୍ଟ ସ୍ୱୀକାର କରିବା। ହାତରୁ ଖାଇ ଘୋଡ଼ା ଆଗେ ଡେଇଁବା ବୁଦ୍ଧିମାନ ଲୋକର କାମ ନୁହଁ। ତାପରେ ଆସିଲେ ପିଲେ ହାତେ ମାପି ଚାକଣେ ଚାଲିବା। ହାତେ ମାପିକି ଚାକଣେ ଚାଲିବା, ଅର୍ଥାତ୍ ସତର୍କ ହୋଇକି ବାଟ ଚାଲିବା। ହାତେ ମାପି ଚାକଣେ ଚାଲିବା ମାନେ ସତର୍କ ହୋଇକି ବାଟ ଚାଲିବା। ବର୍ତ୍ତମାନ ସମୟରେ ହାତେ ମାପି ଚାକଣେ ନ ଚାଲିଲେ ବିପଦରେ ପଡ଼ିବା ସାର ହେବ, ହେଲା। ତେଣୁ ଏସବୁ ହେଲା କ୍ରିୟାଯୁକ୍ତ ରୂଢ଼ି। ଏଇ ଯେତେ ରୂଢ଼ି ଆମେ ବର୍ତ୍ତମାନ ପଢ଼ିଲେ, ଆଲୋଚନା କଲେ, ଏସବୁ ହେଲା କ୍ରିୟାଯୁକ୍ତ ରୂଢ଼ି। ପକେଇବା, ଦେବା, ଡେଇଁବା, ଏସବୁ କ'ଣ? କ୍ରିୟାଯୁକ୍ତ ରୂଢ଼ି। ତେଣୁ ରୂଢ଼ି ତାର କେମିତି ଆମେ ଅନ୍ୟ ପ୍ରୟୋଜନ ଅର୍ଥରେ ବ୍ୟବହୃତ ହୋଇଛି ଆମେ ଦେଖିଲେ, ଏବଂ ରୂଢ଼ି କେମିତି ବାକ୍ୟରେ ପ୍ରୟୋଗ କରାଯାଇଛି ଆମେ ଦେଖିଲେ। ତେଣୁ ଆମେ ଆରାମସେ, ହେଲା, ସହଜରେ, ଅତି ସରଳ ଭାବରେ, ସୁନ୍ଦର ଭାବରେ ଆମେ ପରୀକ୍ଷାରେ ରୂଢ଼ିକି ପ୍ରୟୋଗ କରିକି ବାକ୍ୟକୁ ଗଠନ କରିପାରିବା, ହେଲେ ପିଲେ କିଛି ଅସୁବିଧା ନାହିଁ, ଆରାମସେ ସମସ୍ତେ କରିପାରିବ, କୌଣସି ବଡ଼ କଥା ଏଥିରେ ନାହିଁ। ତେବେ ଗଲା କ୍ରିୟାଯୁକ୍ତ ରୂଢ଼ି ଗଲା। ଏବେ ଯଦି ଆମେ ଆଲୋଚନା କରିବା ଆସ କ୍ରିୟାହୀନ ରୂଢ଼ି, ଯେଉଁଥିରେ କ୍ରିୟାପଦ ନଥିବ। ଯେତେ ରୂଢ଼ି ଆମେ ଆଲୋଚନା ପ୍ରଥମେ କଲେ କ୍ରିୟାଯୁକ୍ତ ରୂଢ଼ିରେ ସବୁ କ୍ରିୟା ଅଛି, ଏବେ କ୍ରିୟାହୀନ ରୂଢ଼ି, କ୍ରିୟା ନାହିଁ ସେଥିରେ, ବିନା କ୍ରିୟାରେ ରୂଢ଼ି। ଦେଖିବା କ'ଣ ସେଗୁଡ଼ିକ? ଅକାଳ କୁଷ୍ମାଣ୍ଡ। ଅକାଳ କୁଷ୍ମାଣ୍ଡ କହିଲେ ପିଲେ କ'ଣ? ଆଚ୍ଛା, କ୍ରିୟାଯୁକ୍ତ ରୂଢ଼ି, କ୍ରିୟାହୀନ ରୂଢ଼ି ମୁଁ କହିଥିଲି। ଯେମିତି ଯେଉଁ ବାକ୍ୟାଂଶ ବା ପଦ ସଂହତିରେ କ୍ରିୟାପଦ ଥାଇକିରି ଯେଉଁ ରୂଢ଼ି ହୁଏ ତାକୁ ଆମେ କ୍ରିୟାଯୁକ୍ତ ରୂଢ଼ି କହୁ। ସେମିତି ଯେଉଁ ବାକ୍ୟାଂଶ ବା ପଦ ସଂହତିରେ କ୍ରିୟାପଦର ବ୍ୟବହାର ନ ଘଟିକି ବା ନଥାଇକିରି ଏହା ଏକ ଅବିଧାନିକ ବା ଲକ୍ଷଣାର୍ଥ ପ୍ରକାଶ କରିଥାଏ ତାକୁ ଆମେ କ୍ରିୟାହୀନ ରୂଢ଼ି ବୋଲି କହିବା। ଗଲା। ବା ଯେଉଁ ସରଳ ଭାବେ ସହଜ ଭାବରେ କହିଲେ କ'ଣ? ନା ଯେଉଁ ରୂଢ଼ିରେ କ୍ରିୟା ନାହିଁ ତାକୁ ଆମେ କ୍ରିୟାହୀନ ରୂଢ଼ି ବୋଲି କହିବା। ତାହେଲେ ଆସ ଏବେ ଦେଖିବା ଅକଲ ସଲାମୀ। ଏ ଦେଖ ଏଠି ଅକଲ ସଲାମୀ, ଏଠି କ୍ରିୟାପଦ ନାହିଁ। ଅକଲ ସଲାମୀ, ଅକଲ ସଲାମୀ ମାରିବା। ଅକଲ ସଲାମୀ ଦେବା, ସଲାମୀ ଦେବା, ଦେବା ଏଠି ନାହିଁ, ଦେବା କ୍ରିୟାପଦ ନାହିଁ, କ୍ରିୟା ନାହିଁ ଯେହେତୁ କ୍ରିୟାହୀନ ରୂଢ଼ି ଏଇଟା। ଅକଲ ସଲାମୀ। ଅକଲ ସଲାମୀ କହିଲେ କ'ଣ? ଉଚିତ ଶାସ୍ତି ଦେବା, ଠିକ୍ ଦଣ୍ଡ ଦେବା। ସେ ମୋତେ ଯେତିକି ହୀନସ୍ତା କରିଛି ମୁଁ ତାକୁ ଅକଲ ସଲାମୀ ନ ଦେଇ ଛାଡ଼ିବି ନାହିଁ, ହେଲା। ଏଇଟା ବାକ୍ୟରେ ପ୍ରୟୋଗ ହେଇଛି କେମିତି ଦେଖ। ତାପରେ ପିଲା ଆସିଲା ଅକାଳ କୁଷ୍ମାଣ୍ଡ। ଅକାଳ କୁଷ୍ମାଣ୍ଡ କହିଲେ କ'ଣ? ଅଯୋଗ୍ୟ,
ହେଲା। ସୁରେଶ ବାବୁଙ୍କ ବଡ଼ ପୁଅଟି ଅକାଳ କୁଷ୍ମାଣ୍ଡ, କିଛି ତାଙ୍କୁ ଆସୁନାହିଁ, ଅଯୋଗ୍ୟ ପୁରା। ଯୁଗେ ଯୁଗେ ଅକାଳ କୁଷ୍ମାଣ୍ଡ ମାନେ ବଂଶ ଗୌରବକୁ ନଷ୍ଟ କରନ୍ତି। ବୁଝିଲା। ତାପରେ ଆସିଲା ଅନ୍ଧ ବୁଝାମଣା। ଅନ୍ଧ ବୁଝାମଣା କହିଲେ କ'ଣ? ଅନ୍ୟାୟ ବିଚାର କରିବା। ଆଜିର ଗଣତନ୍ତ୍ର ଶାସନରେ ରାଜା ରାଜୁଡ଼ାଙ୍କ ଅମଳର ଅନ୍ଧ ବୁଝାମଣା ଆଉ ନାହିଁ। ବୁଝିଲା। ଅନ୍ଧ ବୁଝାମଣା କଲେ ଅନ୍ୟାୟ ବିଚାର। ଯେମିତି ଆମେ କ୍ରିୟାଯୁକ୍ତ ରୂଢ଼ିରେ ଦେଖୁଥିଲେ କ୍ରିୟା ଥିଲା, ଏଥିରେ କ୍ରିୟା ନାହିଁ। ତାପରେ ଆସିଲା ଅନ୍ଧର ଲଉଡ଼ି। ଅନ୍ଧର ଲଉଡ଼ି କହିଲେ କ'ଣ ପିଲେ? ଅନ୍ଧ ଲଉଡ଼ି କହିଲେ ଅନ୍ଧ ଯେଉଁ ବାଡ଼ି ଧରିକି ଚାଲେ ତାକୁ ଲଉଡ଼ି ବୋଲି କୁହାଯାଏ। ବା ଅନ୍ଧ ଜଣେ ଅନ୍ଧ ଲୋକ, ସେ ଅନ୍ଧର ଯେଉଁଟା ସାହାଯ୍ୟ, ଯାହା ତାକୁ ସାହାଯ୍ୟ କରେ, ତାର ଯିଏ ସହାୟ, ତାକୁ ଅନ୍ଧ ଲଉଡ଼ି ବୋଲି କୁହାଯାଏ। କିନ୍ତୁ ଏଠି କେଉଁ ଅର୍ଥରେ ବ୍ୟବହୃତ ହୋଇଛି ଅନ୍ଧ ଲଉଡ଼ି? ନା ଅସହାୟର ସହାୟ। ଅସହାୟ ଲୋକକୁ ସହାୟ ହେବା ହେଉଛି ଅନ୍ଧର ଲଉଡ଼ି। ଶ୍ରୀକୃଷ୍ଣ ଯଶୋଦାଙ୍କର ଅନ୍ଧ ଲଉଡ଼ି ଥିଲେ। ତାପରେ ଆସିଲା ଅରଣ୍ୟ ରୋଦନ। ଅରଣ୍ୟ ରୋଦନ କହିଲେ କ'ଣ? ନା ବୃଥା ପ୍ରାର୍ଥନା, ଅଯଥା ପ୍ରାର୍ଥନା କରିବା। ସାର ଅଧିକ ନମ୍ବର ଲାଗି ଅନୁରୋଧ କରିବା ବେଳେ କେବଳ ଅରଣ୍ୟ ରୋଦନ ସହ ସମାନ। ବୁଝିଲା। ତାପରେ ଆସିଲା ଅଲଣା କଥା। ଅଲଣା କଥା କହିଲେ ମୂଲ୍ୟହୀନ କଥା। ତାଙ୍କର ସେ ଅଲଣା କଥା ଶୁଣିବାକୁ ମୋହର ବେଳ ନାହିଁ। ତାପରେ ପିଲା ଆସିଲା ଅହି ନକୁଳ ସମ୍ପର୍କ। ଅହି କହିଲେ ସାପ, ନକୁଳ କହିଲେ ନେଉଳ। ଅହି ନକୁଳର ସମ୍ପର୍କ ତା ମାନେ ହେଲା, ଅର୍ଥ ହେଲା ଘୋର ଶତ୍ରୁତା। ଯେମିତି ସାପ ନେଉଳ ଭିତରେ ଘୋର ଶତ୍ରୁତା, ସେମିତି ଘୋର ଶତ୍ରୁତା। ଭାରତ ପାକିସ୍ତାନର ଅହି ନକୁଳ ସମ୍ପର୍କ ସମସ୍ତଙ୍କୁ ଜଣା। ତାପରେ ଆସିଲା କ'ଣ? ଆକାଶ କୁସୁମ। ଆକାଶ କୁସୁମ କହିଲେ ଅସମ୍ଭବ କଥା। ଗାନ୍ଧୀଙ୍କ ରାମ ରାଜ୍ୟ ସ୍ୱପ୍ନ ଆଜି ଆକାଶ କୁସୁମ ପାଲଟିଛି। ଆକାଶ କୁସୁମ କହିଲେ ଅସମ୍ଭବ କଥା, ଏଇଟା ସବୁ ଅସମ୍ଭବ। ଆକାଶ କୁସୁମ। ଆପେ ବଞ୍ଚିଲେ ବାପାର ନାଁ। ଆପେ ବଞ୍ଚିଲେ ବାପାର ନାଁ କହିଲେ ନିଜକୁ ସୁରକ୍ଷିତ ରଖିବା। ହେଲା। ଯେଉଁଠି ଦେଖିଲେ ଆମ ବିପଦ ଅଛି, ସେ ବିପଦକୁ ଆମେ ନ ଯିବା। ଆମେ କ'ଣ କହୁ? ନା ରେ ବୋପାରେ, ଆପେ ବଞ୍ଚିଲେ ବାପାର ନାଁ, ମୋର ସେଠି କିଏ ଯିବ ସେ ନଈରେ ସେ ଲୋକକୁ ଉଦ୍ଧାର କରିବାକୁ? ତେଣୁ ଗାଁ ରାଜନୀତିରେ ମୁଣ୍ଡ ନ ପୁରାଇ ଆପେ ବଞ୍ଚିଲେ ବାପାର ନାଁ ନ୍ୟାୟରେ ନୀରବ ରହିବା ଭଲ। ତାପରେ ଆସିଲେ ପିଲେ ଉତ୍ତମ ମଧ୍ୟମ। ଉତ୍ତମ ମଧ୍ୟମ କହିଲେ କ'ଣ? ନିସ୍ତୁକ ମାଡ଼। ହେଲା। ନା ଚୋରଟି ଚୋରି କରି ଉତ୍ତମ ମଧ୍ୟମ ପାଇଲା, ମାନେ ନିସ୍ତୁକ ମାଡ଼ ଖାଇଲା। ଚୋରଟି ଧରା ପଡ଼ିବାରୁ ଲୋକମାନେ ଚୋରକୁ ଉତ୍ତମ ମଧ୍ୟମ ଦେଇ ପୁଲିସରେ ଦେଲେ। ଏ ଘର ମାଉସୀ ସେ ଘର ପିଇସି। ଏ ଘର ମାଉସୀ ସେ ଘର ପିଇସି କହିଲେ ନା ଆ ଘର କଥା ନାହିଁ ତା ଘରେ କହୁଥିବ, ତା ଘର କଥା ନାହିଁ ଆ ଘରେ କହୁଥିବ। ଯେଉଁ ଲୋକଟା, ତାକୁ କୁହାଯାଏ ଏ ଘର ମାଉସୀ ସେ ଘର ପିଇସି। ଦୁଇ ପକ୍ଷ ସହିତ ସମ୍ପର୍କ ରଖିକି କଳି ଲଗାଇବା ନାରୀ। ଏ ଘର ମାଉସୀ ସେ ଘର ପିଇସି କହିଲେ କ'ଣ? ନା ଦୁଇ ଘର ସାଙ୍ଗରେ ସମ୍ପର୍କ ରଖିଥିବ, ଭଲ ଭଲ ସମ୍ପର୍କ ରଖିଥିବ। ୟା କଥା ତା ଆଗରେ, ତା କଥା ଆଗରେ କହିକି ଦି ଘର ଭିତରେ କଳି ଲଗାଉଥିବ। ସେ ହେଲା ଏ ଘର ମାଉସୀ ସେ ଘର ପିଉସୀ। ତେଣୁ ସଂଯୁକ୍ତା କଥାକୁ ବିଶ୍ୱାସ କରିବା ଠିକ୍ ହେବ ନାହିଁ, କାରଣ ସେ ପରା ଏ ଘର ମାଉସୀ ସେ ଘର ପିଉସୀ। ଓଳିଆରୁ ପଡ଼ି ଗଜା। ଓଳିଆରୁ ଗଜା। ଓଳିଆରୁ ଗଜା କହିଲେ କ'ଣ? ଜନ୍ମରୁ ସିଆଣିଆ। ସେ ତ ଓଳିଆରୁ ଗଜା, ତାକୁ କ'ଣ କଥା କହିବୁ ଭାବିଛୁ? ଜିତିପାରିବୁ ତାକୁ କଥା କହିକି? ଜିତିପାରିବୁନି। ତାପରେ ଆସିଲା କପାଳ ଲିଖନ। କପାଳ ଲିଖନ କହିଲେ ପିଲେ ଭାଗ୍ୟ ଫଳ। କପାଳ ଲିଖନକୁ କେହି ଆନ କରିପାରିବେ ନାହିଁ। କଂସାରୀ ଘରର ପାରା। କଂସାରୀ ଘରର ପାରା କହିଲେ ଅଭିଜ୍ଞ ଲୋକଙ୍କୁ ସାଧାରଣ କଥାରେ ଡରେଇବା। ଯେଉଁ ଲୋକ ଅଭିଜ୍ଞ, ଯେ ଜ୍ଞାନୀ, ତାକୁ ଛୋଟିଆ ଛୋଟିଆ କଥା ଡରେଇବା ହେଉଛି କ'ଣ? ନା କଂସାରୀ ଘରର ପାରା। ତେଣୁ ଓକିଲ ବାବୁଙ୍କୁ କ'ଣ ହାଇକୋର୍ଟ ଦେଖାଉଛୁ? ସେ ତ କଂସାରୀ ଘରର ପାରା। ଆମେ କହିବା ଓକିଲକୁ ହାଇକୋର୍ଟ ଦେଖେଇଦେବୁ। ଓକିଲ ହାଇକୋର୍ଟ କ'ଣ ଦେଖିବା? ସେ ବା ନିଜେ ସବୁଦିନ ହାଇକୋର୍ଟ ରହୁଛନ୍ତି ଓକିଲ। ତେଣୁ ତାଙ୍କୁ ଆଖି ଦେଖିବା ଡରିବା ମାନେ କଂସାରୀ ଘର ପାରା ସାଙ୍ଗେ ସମାନ। କୁମ୍ଭୀର କାନ୍ଦଣା। କୁମ୍ଭୀର କାନ୍ଦଣା କହିଲେ କ'ଣ? ନା ଉପରକୁ କାନ୍ଦିବା। ଭିତରେ କିଛି ଦୁଃଖ ନଥିବ, କଷ୍ଟ ନଥିବ, ଉପରକୁ ଦେଖେଇ ଦେଖି କାନ୍ଦିବା, ତାକୁ କୁହାଯାଏ କୁମ୍ଭୀର କାନ୍ଦଣା। ହେଲା। ତେଣୁ କିଛି ନେତା ଆଜିକାଲି ଗରିବଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଯେମିତି କିଛି ନେତା ଅଛନ୍ତି, ସରକାରୀ ନେତାମାନେ, ସେମାନେ ଇଲେକ୍ସନ୍ ଆସିବ ମାନେ ଲୋକମାନେ କ'ଣ କରିବେ? ନା କୁମ୍ଭୀର କାନ୍ଦଣା କାନ୍ଦିବେ ଆସିକି ଲୋକଙ୍କ ଆଗରେ। ଗୋଟିଏ ଚାଉଳରେ ଗଢ଼ା। ପିଲେ ଗୋଟିଏ ଚାଉଳରେ ଗଢ଼ା କହିଲେ କ'ଣ? ଅତି ସୁନ୍ଦର। ମାଧବୀ ଦେଖିବାକୁ ଗୋଟିଏ ଚାଉଳରେ ଗଢ଼ା, ଅତି ସୁନ୍ଦର ସିଏ ଦେଖିବାକୁ। ବା ନାରାୟଣ ବାବୁଙ୍କ ସାନ ଝିଅଟି ଗୋଟିଏ ଚାଉଳରେ ଗଢ଼ା। ତାପରେ ସେ ଗୋଠ ଖଣ୍ଡିଆ। ଗୋଠ ଖଣ୍ଡିଆ କହିଲେ କ'ଣ? ଯେ କ୍ରିମିନାଲ, ଅପରାଧୀ, ହେଲା, ବା ଦଳରୁ ଅଲଗା, ତାକୁ ଦଳରୁ ଅଲଗା କରିଦିଆଯାଇଛି, ତାକୁ କୁହାଯାଏ ଗୋଠ ଖଣ୍ଡିଆ। ଗୋଠ ଖଣ୍ଡିଆ ଲୋକମାନଙ୍କୁ ବିଶ୍ୱାସ କଲେ ବିପଦରେ ପଡ଼ିବ। ବିପଦରେ ପଡ଼ିବ ମାନେ କ'ଣ? ନା ଗୋଠରୁ ଅଲଗା, ଯେ ଦଳରୁ ଅଲଗା ହେଇଯାଇଛି, ଯେ ଗ୍ରାମରୁ ଅଲଗା, ଦଳରୁ ଅଲଗା, ତାକୁ କୁହାଯାଏ ଗୋଠ ଖଣ୍ଡିଆ। ତାପରେ ଆସିଲେ ପିଲେ ଗୋବର ଗଣେଶ। ଗୋବର ଗଣେଶ କହିଲେ କ'ଣ? ବୁଦ୍ଧିହୀନ ଲୋକ। ହେଲା, ବୁଦ୍ଧିହୀନ, ଯାହାର ବୁଦ୍ଧି ନାହିଁ।
ସେ ହେଲା ଗୋବର ଗଣେଶ। ଆଜିର ସମାଜରେ ବହୁ ଗୋବର ଗଣେଶ ଉଚ୍ଚ ପଦରେ ବସିଛନ୍ତି। ତାମାନେ ଆଜିର ସମାଜରେ ବହୁତ ବୁଦ୍ଧିହୀନ ଲୋକ, ଅବୁଦ୍ଧିଆ ସବୁ ହେଲା, ସେମାନେ ସବୁ ଉଚ୍ଚ ପଦରେ ବସିଛନ୍ତି। ଘର ଢିଙ୍କି କୁମ୍ଭୀର, ଘର ଢିଙ୍କି କୁମ୍ଭୀର କହିଲେ ନିଜ ଲୋକ ଶତ୍ରୁ ହବା। ଶତ୍ରୁ ସାଧ ବି କ'ଣ? ମୋ ପୁଅ ପରା ଘର ଢିଙ୍କି କୁମ୍ଭୀର, ମୋ ପୁଅ ବା ନିଜେ ଶତ୍ରୁ ମୋର। ତାପରେ ଆସିଲା କ'ଣ ବିଲେ ନା ଚାରି ଦୌଡ଼ି କଟା। ଚାରି ଦୌଡ଼ି କଟା କହିଲେ କ'ଣ? ନା ବେପରୁଆ ହେଇକି ବୁଲିବା ହେଲା, ଯାହାର କୌଣସି ଲଗାମ ନଥିବ, ଲଗାମ ଛଡ଼ା ଯିଏ ବେପାରୁଆ, ଯାହାର କିଛି ଚିନ୍ତା ନଥିବ, ଚାରି ଦୌଡ଼ି କଟା ସିଏ। ତେଣୁ ତା ସାଙ୍ଗରେ ବଡ଼ ନା, ସେ ଗୋଟିଏ ଚାରି ଦୌଡ଼ି କଟା ମଣିଷ ହୋଇଥିବାରୁ ତାର କୌଣସି କଥାକୁ ଭୟ ନାହିଁ। ତେଣୁ ଆମ ଗାଁର ରୂପେଶ ସାଙ୍ଗରେ ମିଶ ନାହିଁ, କାରଣ ସେ ହେଉଛି ଚାରି ଦୌଡ଼ି କଟା। ଜପାମାଳି, ଜପାମାଳି କହିଲେ କ'ଣ? ଅତ୍ୟନ୍ତ ପ୍ରିୟ। ତେଣୁ ଶ୍ରୀକୃଷ୍ଣ ଯଶୋଦାଙ୍କର ଜପାମାଳି ଥିଲେ, କହ୍ନେଇ ତା ମାଆର ଜପାମାଳି ଥିଲା। ତାପରେ ଆସିଲେ ପିଲେ ଝିମିଟି ଖେଳରୁ ମହାଭାରତ। ଝିମିଟି ଖେଳରୁ ମହାଭାରତ କହିଲେ କ'ଣ? ନା ଛୋଟିଆ କଥାରୁ ବଡ଼ ଗଣ୍ଡଗୋଳ ହେଇଯିବା ହେଲା, ବା ସାମାନ୍ୟ କଥାରୁ ଅନର୍ଥ ଜାତ ହେବା, ୟାକୁ କୁହାଯାଏ କ'ଣ? ନା ଝିମିଟି ଖେଳରୁ ମହାଭାରତ। ସାମାନ୍ୟ ପିଲା କଳିରୁ ଉଭୟ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଝିମିଟି ଖେଳରୁ ମହାଭାରତ ପରି ଘଟଣା ହେଲା। ତେଲିଆ ମୁଣ୍ଡରେ ତେଲ, ଥିଲା ବାଲାକୁ ସାହାଯ୍ୟ କରିବା, ଯାହାର ଅଛି, ଯାହା ପାଖରେ ପଇସା ଅଛି ତାକୁ ସାହାଯ୍ୟ କରିବା, ୟାକୁ କୁହାଯାଏ କ'ଣ? ନା ତେଲିଆ ମୁଣ୍ଡରେ ତେଲ। ନଈ ନ ଦେଖୁଣୁ ନଙ୍ଗଳା, ବିପଦ ଆଶଙ୍କାରେ ଛାନିଆ ହେବା। ନଈ ନ ଦେଖୁଣୁ ନଙ୍ଗଳା ମାନେ ବିପଦ ନ ପଡ଼ୁନୁ ଆଗୁଆ ଡରିଯିବା, ତାକୁ କୁହାଯାଏ ନଈ ନ ଦେଖୁଣୁ ନଙ୍ଗଳା। ବୁଝିଲା ପିଲେ? ନଈ ନ ଦେଖୁଣୁ ନଙ୍ଗଳା ହେବା ଲୋକ ଜୀବନରେ କେବେ ସଫଳ ହେଇପାରନ୍ତି ନାହିଁ। ରମେଶ ପରୀକ୍ଷା ଦେବା ପୂର୍ବରୁ ନଈ ନ ଦେଖୁଣୁ ନଙ୍ଗଳା ହେଇଗଲା। କିମ୍ବା ରମେଶ ପରୀକ୍ଷା ଦେବ କ'ଣ? ସେ ତ ନଈ ନ ଦେଖୁଣୁ ନଙ୍ଗଳା। ତାପରେ ଆସିଲା ନାଟର ଗୋବର୍ଦ୍ଧନ। ନାଟର ଗୋବର୍ଦ୍ଧନ କହିଲେ କ'ଣ ପିଲେ? ଅନର୍ଥର ମୂଳ ହେଲା। ଦୀପକ ସବୁ ନାଟର ଗୋବର୍ଦ୍ଧନ, ଅର୍ଥାତ୍ ସେ ସବୁ ଅନର୍ଥର ମୂଳ ହେଉଛି ଦୀପକ। ଆମ ଗ୍ରାମର ମହେଶ୍ୱର କମ୍ ଲୋକଟିଏ ନୁହେଁ, ସେ ହେଉଛି ଶଙ୍କୁନି ପରି ନାଟକର ଗୋବର୍ଦ୍ଧନ। ବଣ ବିଛୁଆତି, ବଣ ବିଛୁଆତି କହିଲେ ଅତି ଦୁଷ୍ଟ। ଗୋବିନ୍ଦ ବାବୁଙ୍କ ପୁଅ ବଣ ବିଛୁଆତିଟାଏ, ତା ସାଙ୍ଗେ ଲାଗିବା ଭାରି ବିପଦ। ବାକୁ ବତା, ବାକୁ ବତା କହିଲେ କ୍ଷୀଣ ଆଶ୍ରୟ, ମାନେ ଯେଉଁ ଆଶ୍ରୟର କିଛି ଭରସା ନାହିଁ, କ୍ଷୀଣ ଆଶ୍ରୟ। ଈଶ୍ୱର ଯାହା କରିବେ ତାହା ହବ ଆଉ, ମଣିଷର ଚେଷ୍ଟା କେବଳ ବାକୁ ବତା ମାତ୍ର ହେଲା। ତାପରେ ପିଲା ଆସିଲା କ'ଣ? ନା ବାହାଘର ବେଳେ ବାଇଗଣ ରୁଆ। ବାହାଘର ବେଳେ ବାଇଗଣ ରୁଆ କହିଲେ କ'ଣ? ନା ବାହାଘର ବେଳେ ବାଇଗଣ ରୁଆ, ଶେଷ ମୁହୂର୍ତ୍ତରେ କାମ ଆରମ୍ଭ କରିବା। ପରୀକ୍ଷା କାଲି ଅଛି, ଆମେ ଆଜି ପଢ଼ିବା, ତେଣୁ ତାକୁ କ'ଣ କୁହାଯିବ? ନା ବାହାଘର ବେଳେ ବାଇଗଣ ରୁଆ। ଗଣେଶ ପୂଜା ଆଜି ଅଛି, ଆମେ ଆଜି ବାଉଁଶ ପୋତି ଆରମ୍ଭ କରିବା, ଆକୁ କୁହାଯାଏ ବାହାଘର ବେଳେ ବାଇଗଣ ରୁଆ। ତାପରେ ଆସିଲା ପିଲେ ବୋଝ ଉପରେ ନଳିତା ପିଡ଼ା। ବୋଝ ଉପରେ ନଳିତା ପିଡ଼ା କହିଲେ ଦୁଃଖ ଉପରେ ଆହୁରି ଦୁଃଖ। ମା ଶଯ୍ୟାଶାୟୀ ଥିବାବେଳେ ବାପାଙ୍କ ଦୁର୍ଘଟଣା ମୋ ପାଇଁ ବୋଝ ଉପରେ ନଳିତା ପିଡ଼ା ପରି ହେଲା। ତାପରେ ଆସିଲା କ'ଣ? ମାଙ୍କଡ଼ ହାତରେ ଶାଳଗ୍ରାମ। ମାଙ୍କଡ଼ ହାତରେ ଶାଳଗ୍ରାମ କହିଲେ କ'ଣ? ଅଯୋଗ୍ୟ ହାତରେ ଦାୟିତ୍ୱ ଦେବା। ମାଙ୍କଡ଼ ହାତରେ ଶାଳଗ୍ରାମ ମାନେ ଅଯୋଗ୍ୟ, ଯେଉଁ ଲୋକଟା ଅଯୋଗ୍ୟ ତା ହାତରେ ଦାୟିତ୍ୱ ଦେବା। ସେ କ'ଣ କରିବ? ତୁଲେଇ ପାରିବ? ଅଯୋଗ୍ୟ ଲୋକ କେବେ ଦାୟିତ୍ୱକୁ ତୁଲେଇ ପାରିବ? ତୁଲେଇ ପାରିବନି। ରତିକାନ୍ତ ପରି ଦାୟିତ୍ୱହୀନ ପିଲା ହାତରେ ଝିଅ ବିଭାଗର ସମସ୍ତ ଦାୟିତ୍ୱ ଦେବା ମାଙ୍କଡ଼ ହାତରେ ଶାଳଗ୍ରାମ ସାଙ୍ଗର ସମାନ। ହାତ ଅଳସେ ନିଶବଙ୍କା। ହାତ ଅଳସେ ନିଶବଙ୍କାର ଅର୍ଥ କ'ଣ? ନା ଅଳସୁଆ ହେତୁ କଷ୍ଟ ପାଇବା। ହାତ ଅଳସେ ନିଶବଙ୍କା, ଯିଏ ଅଳସୁଆ ସେ କଷ୍ଟ ପାଏ। ତେଣୁ ଅନେକ ଶିକ୍ଷିତ ଲୋକଙ୍କର ଚାଷ ଜମି ଥାଇ ବି ହାତ ଅଳସେ ନିଶବଙ୍କା ପରି ସେମାନେ ଅଭାବରେ ଅଛନ୍ତି। ବୁଝିହେଲା? ତାପରେ ହେଲା ହାଟ ମଧ୍ୟ ବ୍ରହ୍ମଜ୍ଞାନ। ହାଟ ମଧ୍ୟ ବ୍ରହ୍ମଜ୍ଞାନ କହିଲେ କ'ଣ? ନା ଅନୁପଯୁକ୍ତ ସ୍ଥାନରେ ଜ୍ଞାନ ଚର୍ଚ୍ଚା କରିବା। ଯେଉଁଠି ଦରକାର କିଛି ଦରକାର ନାହିଁ, ଆବଶ୍ୟକତା ନାହିଁ, ସେଠି ଜ୍ଞାନ ଚର୍ଚ୍ଚା କରିବା ହେଉଛି କ'ଣ? ନା ହାଟ ମଧ୍ୟରେ ବ୍ରହ୍ମଜ୍ଞାନ। ନିର୍ବାଚନୀ ସଭାରେ ନେତାଙ୍କ ଭାଗବତ ଚର୍ଚ୍ଚା ହାଟ ମଧ୍ୟ ବ୍ରହ୍ମଜ୍ଞାନ ପରି ମନେ ହେଲା। ତାପରେ ହେଲା ହାତ ବାରିଶି। ହାତ ବାରିଶି କହିଲେ କ'ଣ? ନା ବୋଲ କରା। ବୋଲ କରା, ଯେଉଁ ଲୋକଟା ଯେଉଁ ଲୋକଟା ତା ମାଲିକର ସବୁ କାର୍ଯ୍ୟ କରିଦିଏ, ସେ ହେଲା ହାତ ବାରିଶି। ଆଜିକାଲି କଲେଜ ଛାତ୍ରମାନେ ରାଜନେତାଙ୍କର ହାତ ବାରି ସାରିଛନ୍ତି, ମାନେ ବୋଲ କରା ସାରିଛନ୍ତି। ନେତାମାନେ ଯାହା କହୁଛନ୍ତି ଛାତ୍ରମାନେ ସେୟା କରୁଛନ୍ତି। କ୍ଷୀର ନୀର ସମ୍ପର୍କ। କ୍ଷୀର ନୀର ସମ୍ପର୍କ କହିଲେ ପିଲେ ଅତି ନିବିଡ଼ ସମ୍ପର୍କ। କ୍ଷୀର ନୀର ହେଲା ପାଣି, ତେଣୁ କ୍ଷୀରରେ ପାଣିକୁ ଆମେ ଅଲଗା କରିପାରିବା? କରିପାରିବାନି। ତେଣୁ ଅତି ନିବିଡ଼ ସମ୍ପର୍କ। ଭକ୍ତ ଭଗବାନଙ୍କର ସମ୍ପର୍କ ହେଉଛି କ୍ଷୀର ନୀର ସମ୍ପର୍କ। ଲଙ୍କାରେ ହରି ଶବ୍ଦ।
ଲଙ୍କାରେ ହରି ଶବ୍ଦ କହିଲେ କ'ଣ ନା ଅସମ୍ଭବ କଥା ସମ୍ଭବ। ଲଙ୍କା ଜାଣିଛେ ଆମେ, ଲଙ୍କାର ରାଜା ଥିଲା ରାବଣ। ରାବଣ ରାମ ନାଁ ଶୁଣିଲେ ସେ ଚିଡ଼େ, ମାରି ପକାଏ ଜୀବନରୁ। ତେଣୁ କୁହାଯାଇଛି ଲଙ୍କାର ହରି ଶବ୍ଦ ମାନେ ଅସମ୍ଭବ କଥା ସମ୍ଭବ ହବା। ଗଙ୍ଗାଧର ଚୌଧୁରୀଙ୍କ ପରି ଜଣେ କୃପଣ ଗାଁର ସେଇ ଅନାଥ ଝିଅଟିର ବିବାହର ପାଇଁ ସମସ୍ତ ଖର୍ଚ୍ଚ ବହନ କରିବା ଲଙ୍କାର ହରି ଶବ୍ଦ ପରି। ରାମ ଭଳିଆ ଜଣେ କୃପଣ ଲୋକ, କଞ୍ଜୁସ ଲୋକ ଗଣେଶ ପୂଜାକୁ 500 ଟଙ୍କା ଦାନ କରିବା ଲଙ୍କାରେ ହରିଶବ୍ଦ ପରି। ତାପରେ ଆସିଲା କ'ଣ ନା ତୁଳନାତ୍ମକ ରୂଢ଼ି। ତାହେଲେ କ୍ରିୟାଯୁକ୍ତ ରୂଢ଼ି ଗଲା, କ୍ରିୟାହୀନ ରୂଢ଼ି ଗଲା, ତାପରେ ଆସିଲା ତୁଳନାତ୍ମକ ରୂଢ଼ି। ଏ ଯେଉଁ ପିଲେ ତୁଳନାତ୍ମକ ରୂଢ଼ି, ଏଥିରେ କ୍ରିୟା ଥାଏ ଏବଂ କ୍ରିୟାହୀନ ନଥାଏ, ଏମିତି ଦୁଇଟା ରୂଢ଼ି ଏଥିରେ ଥାଏ। ଏହା କ୍ରିୟାଯୁକ୍ତ ରୂଢ଼ି, ଉଭୟ କ୍ରିୟାଯୁକ୍ତ ରୂଢ଼ି ଏବଂ କ୍ରିୟାହୀନ ରୂଢ଼ି, ଏ ଉଭୟ ରୂଢ଼ିକି ନେଇକରି ତୁଳନାତ୍ମକ ରୂଢ଼ି ହୋଇଥାଏ। ଏଥିରେ କିଛି ନିୟମ ନାହିଁ ଯେ ଏଥିରେ କ୍ରିୟା ଅଛି କି ନାହିଁ, କ୍ରିୟା ଅଛି ନା ନାହିଁ, ଏସବୁ ନାହିଁ। ତୁଳନାତ୍ମକ ରୂଢ଼ିରେ କ୍ରିୟା ଥାଏ, କ୍ରିୟା ବି ନଥାଏ ହେଲା। ତେଣୁ ଉଭୟ ରୂଢ଼ିକି ନେଇକି ତୁଳନାତ୍ମକ ରୂଢ଼ି ସୃଷ୍ଟି ହୋଇଥାଏ। ତେବେ ତୁଳନାତ୍ମକ ରୂଢ଼ି କାହାକୁ କୁହାଯାଏ? ତୁଳନାତ୍ମକ ରୂଢ଼ି କାହାକୁ କୁହାଯାଏ ବା ଉପମାମୂଳକ ରୂଢ଼ି କାହାକୁ କୁହାଯାଏ? ଯେଉଁ ଖଣ୍ଡବାକ୍ୟ ବା ପଦ ସଂହତିରେ ଉପମେୟକୁ ଉପମାନ ସହିତ ତୁଳନା କରାଯିବା ସଙ୍ଗେ ସଙ୍ଗେ ଉପମାବାଚକ ଶବ୍ଦର ପ୍ରୟୋଗ ହୋଇ ଏକ ବିଶେଷ ଅର୍ଥ ପ୍ରକାଶିତ ହୁଏ, ତାହାକୁ ତୁଳନାତ୍ମକ ବା ଉପମାବାଚକ ରୂଢ଼ି ବୋଲି କୁହାଯାଏ। ତାହେଲେ କ'ଣ ଯେ ଯେଉଁ ଖଣ୍ଡବାକ୍ୟ ବା ପଦ ସଂହତିରେ ବାକ୍ୟର କିଛି ପଦ ବା କିଛି ବାକ୍ୟର ଏକ ଖଣ୍ଡକୁ ନେଇକରି ତାକୁ ଉପମେୟକୁ ଉପମାନ ସହିତ ତୁଳନା କରିବା। ଉପମେୟ କ'ଣ କହିଲେ କିଏ ନା ଯାହାକୁ ଯାହା ସାଙ୍ଗରେ ତୁଳନା କରାଯାଏ ସେ ହେଉଛି ଉପମେୟ, ଯାହା ସହିତ ତୁଳନା କରାଯାଉଛି ସେ ହେଉଛି ଉପମାନ, ଏବଂ ତୁଳନା କରିବାକୁ କୁହାଯାଏ ଉପମା। ଯେଉଁ ତୁଳନା କରାଯାଏ ତାକୁ ହେଉଛି ଉପମା। ଯାହାକୁ ତୁଳନା କରାଯାଏ ସେ ହେଉଛି ଉପମେୟ, ଯାହା ସାଙ୍ଗରେ ତୁଳନା କରାଯାଏ ସେ ହେଉଛି କ'ଣ ନା ଉପମାନ। ତେଣୁ ପଦ ସଂହତିକୁ ଉପମେୟକୁ ଉପମାନ ସହିତ ତୁଳନା କରାଯିବା ସଙ୍ଗେ ସଙ୍ଗେ ଉପମାବାଚକ ଶବ୍ଦର ପ୍ରୟୋଗ ହୋଇକରି ଯେଉଁ ରୂଢ଼ି ହୁଏ ବା ଯେଉଁ ଅର୍ଥ ପ୍ରକାଶ ପାଏ ତାକୁ ପିଲେ କୁହାଯାଏ ତୁଳନାତ୍ମକ ରୂଢ଼ି। ତୁଳନାତ୍ମକ ରୂଢ଼ି ଉପମା କହିଲେ ତୁଳନା। ତେଣୁ ଦୁଇଟି ପଦକୁ ତୁଳନା କରିକି ଯେଉଁ ରୂଢ଼ି ସୃଷ୍ଟି ହୋଇଥାଏ ତାକୁ ତୁଳନାତ୍ମକ ରୂଢ଼ି ବୋଲି କୁହାଯାଏ। ତାହେଲେ ଦେଖିବା କେମିତି ତୁଳନାତ୍ମକ ରୂଢ଼ି ହେଇଛି। ରୂଢ଼ି କେମିତି ତୁଳନା କରିକି କେମିତି ରୂଢ଼ି କରାଯାଇଛି ଦେଖ ଏଠି। ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା। କାହା ଭଳିଆ ମୁଣ୍ଡ ଟୁଙ୍ଗାରିବା ନା ଏଣ୍ଡୁଅ ଭଳିଆ ମୁଣ୍ଡ ଟୁଙ୍ଗାଇବା। ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା। ତେଣୁ ମୁଣ୍ଡ ହଲେଇବାଟାକୁ ଏଣ୍ଡୁଅ ସାଙ୍ଗରେ ତୁଳନା କରାଯାଇଛି। ଏ ଯେଉଁ ମୁଣ୍ଡ ହଲେଇବା ୟାକୁ ତୁଳନା କରାଯାଇଛି କାହା ସାଙ୍ଗରେ? ଏଣ୍ଡୁଅ ସାଙ୍ଗରେ। ଯେହେତୁ ତୁଳନା କରାଯାଇଛି, ଏଣ୍ଡୁଅ ହେଲା କ'ଣ ଉପମେୟ, ମୁଣ୍ଡ ହଲେଇବା ହେଲା, ମୁଣ୍ଡ ଟୁଙ୍ଗାରିବା ହେଲା ଉପମାନ, ପରି ହେଲା ଉପମା। ତେଣୁ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା। ତେଣୁ ଏଣ୍ଡୁଅ ଭଳିଆ ମୁଣ୍ଡ ଟୁଙ୍ଗାରିବାକୁ ତୁଳନା କରାଯାଇଛି। ତେଣୁ ଏଇଟା ହେଲା ତୁଳନାତ୍ମକ ରୂଢ଼ି। ତେଣୁ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା, ୟା ଅର୍ଥ କ'ଣ ନା କିଛି ନ ବୁଝିକିରି ହଁ ମାରିବା। କଲେଜରେ ପିଲାମାନେ କିଛି ନ ବୁଝିକି ହଁ ମାରୁଛନ୍ତି, ତାମାନେ କ'ଣ ଏଣ୍ଡୁଅ ଭଳିଆ ମୁଣ୍ଡ ହଲାଉଛନ୍ତି। ତାକୁ ଆମେ କେମିତି କହିବା ବାକ୍ୟରେ? ନା ସବୁ କଥାରେ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା ମୋ ବାପାଙ୍କ ଅଭ୍ୟାସ। ସବୁ କଥାରେ ଏଣ୍ଡୁଅ ଭଳିଆ ମୁଣ୍ଡ ହଲେଇବା ମୋ ବାପାଙ୍କ ଅଭ୍ୟାସ। ସେ କିଛି ବୁଝିନଥିବେ, କିଛି ଜାଣିନଥିବେ, କିନ୍ତୁ ଏଣ୍ଡୁଅ ଭଳିଆ ମୁଣ୍ଡ ହଲାଉଥିବେ। ତାପରେ ଆସିଲେ ପିଲେ କାଠଗଡ଼ ପରି ପଡ଼ି ରହିବା। କାଠଗଡ଼ ଭଳିଆ ପଡ଼ିକି ରହିବା। ଦେଖନ୍ତୁ ଏଠି ଗୋଟେ ଲୋକ ପଡ଼ିକି ଅଛି, ଶୋଇକି ଅଛି ବା ପଡ଼ିକି ଅଛି, ତାକୁ କାହା ସାଙ୍ଗେ ତୁଳନା କରାଯାଇଛି ନା କାଠଗଡ଼ ସାଙ୍ଗରେ। ତେଣୁ ତୁଳନାତ୍ମକ ଏଇଟା ଦେଖିଲା ମାନେ ତ ଜାଣିଦେବ ଯେ ଏଇଟା କେଉଁ ରୂଢ଼ି। ଯଦି ତୁମର ରୂଢ଼ି ପଡ଼େ ଯେ କାଠଗଡ଼ ପରି ପଡ଼ି ରହିବା, ଏଇଟା କେଉଁ ପ୍ରକାର ରୂଢ଼ି, ତମେ କ'ଣ କହିବ ନା ଏଇଟା ହେଉଛି ତୁଳନାତ୍ମକ ରୂଢ଼ି। ବୁଝିଲା? ତୁଳନାତ୍ମକ ରୂଢ଼ି। ତେଣୁ କାଠଗଡ଼ ପରି ପଡ଼ି ରହିବାର ଅର୍ଥ କ'ଣ? ନିଶ୍ଚଳ ଭାବରେ ପଡ଼ିକି ରହିବା। ନିଶ୍ଚଳ ମାନେ ହଲିବାନି, ଚଳୁନଥିବ, ସେମିତି ପଡ଼ିକି ଶୋଇଥିବ। ଗୁଣନିଧି ବାବୁଙ୍କ ବୋହୂ ଅନେକ ସମୟରେ କିଛି କାମ ନ କରି କାଠଗଡ଼ ପରିଆ ପଡ଼ିକି ରହିଥାଏ। ତାପରେ କୁଆ ପରି କାଉ କାଉ ହେବା। କୁଆ ପରି କାଉ କାଉ ହେବା ମାନେ କ'ଣ? ସବୁବେଳେ ବକର ବକର ହେବା। ବୁଝିଲେ ପିଲେ? ସବୁବେଳେ ବକର ବକର ହେବାକୁ କୁହାଯାଏ କୁଆ ପରି କାଉ କାଉ ହେବା। ଆମ ବାଣୀ ନାନୀର ସ୍ୱଭାବ ହେଉଛି କୁଆ ପରି କାଉ କାଉ ହେବା। ବୀଣା ନାନୀ, ବାଣୀ ନାନୀ ନୁହେଁ, ବୀଣା ନାନୀ। ଆମ ବୀଣା ନାନୀର ସ୍ୱଭାବ ହେଲା କ'ଣ? ସବୁବେଳେ କୁଆ ଭଳିଆ କାଉ କାଉ ହେବା। ତା ବସିଲା ଖୁଣ୍ଟଟା ପରି ଠିଆ ହେବା। ଖୁଣ୍ଟଟା ପରି ଠିଆ ହେବା କେଉଁ ରୂଢ଼ି? ତୁଳନାତ୍ମକ ରୂଢ଼ି ହେଲା। ତେଣୁ ଖୁଣ୍ଟଟା ପରି ଠିଆ ହେବା ଅର୍ଥ କ'ଣ ନା କିଛି କାମ ନ କରି ଖାଲି ଠିଆ ହେଇକି ରହିବା। ତୁମେ ସେଠାରେ ଖୁଣ୍ଟଟା ପରି ଠିଆ ହୋଇ ରହିଛ କାହିଁକି? ଆମେ କେଉଁ କଥାରେ ଆରେ କାହିଁ ଖୁଣ୍ଟ ଭଳିଆ ଠିଆ ହେଇକି ରହିଛୁ? ତାପରେ ହେଲା ଛୁଞ୍ଚି ପରି ମୁଣ୍ଡ କରିବା, ଛୁଞ୍ଚି ପରି ମୁହଁ କରିବା। ଛୁଞ୍ଚି ପରି ମୁହଁ କରିବା ମାନେ କ'ଣ ନା ରାଗରେ ମୁହଁ ଶୁଖେଇକି ବସିବା।
ହେଲା। ସୀତା ଛୁଞ୍ଚି ଭଳିଆ ମୁହଁ କରିକି ବସିଛି, ମନରେ ରାଗରେ ମୁହଁ ଶୁଖେଇକି ବସିଛି। ସୁଲୋଚନାର କ'ଣ ହେଇଛି କେଜାଣି ସକାଳୁ ସକାଳୁ ଛୁଞ୍ଚି ପରି ମୁହଁ କରି ବସିଛି। ତାପରେ ଜୋକ ପରି ଲାଗିବା। ଜୋକ ଦେଖିଛ ସମସ୍ତେ, ଗାଈ ଯେତେବେଳେ କୌଣସି ପୋଖରୀରେ ବା ବିଲ ଭିତରେ ପଶେ ତା ଦେହରେ ଜୋକ ଲାଗିଥାଏ, ସେ ଜୋକ ସବୁ ରକ୍ତ ଟାଣିକି ନେଇଯାଏ, ଜମା ଛାଡ଼େନି। ତେଣୁ ତାକୁ କୁହାଯାଏ ଜୋକ ପରି ଲାଗିବା, ମାନେ ନଛୋଡ଼ ବନ୍ଧା। ଜୋକ ପରି ଲାଗିବା ମାନେ ନଛୋଡ଼ ବନ୍ଧା, ଜମା ନ ଛାଡ଼ିବା। ଇନ୍ଦ୍ରଜିତ ତା ନିଜ କାମରେ ସର୍ବଦା ଜୋକ ପରି ଲାଗିକି ଥାଏ, ହେଲା। ପ୍ରକାଶ ସବୁବେଳେ ପାଠ ପଢ଼ାରେ ଜୋକ ପରି ଲାଗିକି ଥାଏ। ତାପରେ ଆସିଲା ପବନ ପରି ଧାଇଁବା। ପବନ ପରି ଧାଇଁବା ମାନେ ଜୋର ଧାଇଁବା, ଜୋର ଲାଗି ପଡ଼ିବା, କାର୍ଯ୍ୟରେ ବ୍ୟସ୍ତ ରହିବା, ପବନ ପରି ଧାଇଁବା। ଝିଅ ବାହାଘର ପାଇଁ ରାମଚନ୍ଦ୍ର ବାବୁ ପବନ ଭଳିଆ ଧାଉଁଛନ୍ତି। ତାପରେ ଆସିଲା କ'ଣ ନା ପେଡ଼ି ପରି ମୁହଁ କରିବା। ପେଡ଼ି ଭଳିଆ ମୁହଁ କରିବା ମାନେ ମୁହଁ ଫୁଲେଇକି ବସିବା, ମୁହଁ ଫୁଲେଇ ହେବା। ରଜରେ ବାପା ନୂଆ ପୋଷାକ ଆଣିନାହାନ୍ତି ବୋଲି ଗୀତା ମୁହଁ ପୋଡ଼ି ମୁହଁ କରିଛି ହେଲା। ମୁହଁ ପେଡ଼ି ପରି ମୁହଁ କରିଛି, ପେଡ଼ି ଭଳିଆ ମୁହଁ କରିବା। ତାପରେ ବି ଆସିଲା ବଡ଼ା ପତ୍ର ପରି ଥରିବା। ବଡ଼ା ପତ୍ର ଦେଖିଛ, ଗଛରେ ନଡ଼ିଆ ଗଛର ପତ୍ର, ବଡ଼ା ପତ୍ର, ସେ ଯେମିତି ଟିକିଏ ପବନରେ ଥରେ, ସେମିତି ବଡ଼ା ପତ୍ର ଭଳିଆ ଥରିବା। ତା ଅର୍ଥ ହେଲା ଭୟରେ ଛାନିଆ ହେଇଯିବା, ଭୟରେ ଥରିବା। ବାପାଙ୍କ ଆଗରେ ମିଛ କହି ଧରା ପଡ଼ିବାରୁ ସନିଆ ବଡ଼ା ପତ୍ର ଭଳିଆ ଥରୁଛି। ଶୁଆ ପରି ଘୋଷିବା। ଶୁଆ ପରି ଘୋଷିବା ମାନେ କହିଲେ ମନେ ରଖିବା, ହେଲା। ପାଠକୁ ନ ବୁଝି ଖାଲି ଶୁଆ ପରି ଘୋଷିଲେ କିଛି ଲାଭ ନାହିଁ। ଆଉ ଗୋଟେ ଅଛି ଘୋଷା ବଳଦ। ଆମେ କହୁନୁ ଆଉ ଗୋଟେ ରୂଢ଼ି ହେଲା କ'ଣ, ଘୋଷା ବଳଦ। ଆରେ ତୁ ଘୋଷା ବଳଦ ଭଳିଆ ଘୋଷିଲେ କ'ଣ ହବ? ପାଠ ନ ପଢ଼ି ଖାଲି ଘୋଷା ବଳଦ ହେଲେ କ'ଣ ହବ? ସେମିତି। ତାପରେ ଆସିଲା ହାଣ୍ଡି ଭଳିଆ ମୁହଁ କରିବା। ହାଣ୍ଡି ଭଳିଆ ମୁହଁ କରିବା କହିଲେ ଅଭିମାନ କରିବା। ହଁ, ଶ୍ଵେତା ସ୍କୁଲ ନ ଯାଇ ହାଣ୍ଡି ଭଳିଆ ମୁହଁ କରିଛି। ସାବିତ୍ରୀ ଓଷା ଦିନ ମଧୁଛନ୍ଦା ପାଇଁ ନୂଆ ଲୁଗା ନ ଆଣିବାରୁ ସେ ହାଣ୍ଡି ପରି ମୁହଁ କରିଛି, ହେଲା ପିଲେ। ତାହେଲେ ଏଇ ଥିଲା ଆମର ରୂଢ଼ି। ଆମେ ଜାଣିଲେ ରୂଢ଼ି କାହାକୁ କୁହାଯାଏ, ରୂଢ଼ିର କାହିଁକି ପ୍ରୟୋଗ କରାଯାଏ, ହଁ, ଏବଂ ରୂଢ଼ି କେତେ ଭାଗରେ ବିଭକ୍ତ ନା ରୂଢ଼ି 3 ଭାଗରେ ବିଭକ୍ତ। ଗୋଟେ ହେଲା କ୍ରିୟାଯୁକ୍ତ ରୂଢ଼ି, କ୍ରିୟାହୀନ ରୂଢ଼ି ଏବଂ ତୁଳନାତ୍ମକ ରୂଢ଼ି। ଆରାମସେ ଏସବୁ ବୁଝିପାରିଲେ ଆମେ ତାକୁ ବାକ୍ୟରେ ପ୍ରୟୋଗ କରିପାରିବା, କିଛି ଅସୁବିଧା ହେବ ନାହିଁ। ପରୀକ୍ଷାରେ ପଢ଼ିଲେ ଆରାମସେ ବୁଝିପାରିବା। ଯେଉଁଥିରେ କ୍ରିୟା ଅଛି ଜାଣିପାରିବା ଏଇଟା କ୍ରିୟାଯୁକ୍ତ ରୂଢ଼ି, ତାର ଅର୍ଥ କ'ଣ ହେବ ବୁଝିପାରିବା। ନା ଯେଉଁ ପଦ ଗୁଡ଼ିକ ନିଜସ୍ୱ ଅବିଧାନିକ ଅର୍ଥକୁ ଛାଡ଼ିକିରି ଅନ୍ୟ ଅର୍ଥକୁ ବୁଝାଏ ତାକୁ ଆମେ ରୂଢ଼ି ବୋଲି କହୁ। ହଁ, ଏବଂ ରୂଢ଼ିର କାହିଁ ପ୍ରୟୋଗ କରାଯାଏ ନା ମନର ଭାବକୁ ସରଳ, ସରସ, ସୁନ୍ଦର ଏବଂ ପ୍ରଭାବଶାଳୀ କରି ଆମେ ରୂଢ଼ିର ପ୍ରୟୋଗ କରାଯାଏ, ହେଲା। ରୂଢ଼ି ହେଉଛି ପ୍ରତ୍ୟେକ ଭାଷାର ମୌଳିକ ସମ୍ପଦ। କୋଶ୍ଚିନ୍ ପଡ଼ିବ ପରୀକ୍ଷାରେ ଯେ ପ୍ରତ୍ୟେକ ଭାଷାର ମୌଳିକ ସମ୍ପଦ କେଉଁଠି, ନା ରୂଢ଼ି। ରୂଢ଼ି ହେଲା ପ୍ରତ୍ୟେକ ଭାଷାର ମୌଳିକ ସମ୍ପଦ। ତେବେ ଏଇ ଥିଲା ଆମର ରୂଢ଼ି ଆଲୋଚନା ପିଲେ। ଆଶା କରୁଛି ତୁମମାନେ ବୁଝିପାରିଥିବ, ତୁମକୁ ବୁଝିବାରେ କିଛି ସାହାଯ୍ୟ ମିଳିଥିବ। ତେଣୁ ଆଗାମୀ କ୍ଲାସ୍ରେ ଆମେ ଅନ୍ୟ ବିଷୟକୁ ନେଇ ଆଲୋଚନା କରିବା। ତେଣୁ ଆଜି ପାଇଁ ଏତିକି ରହୁଛି। ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ।